ମଣ୍ଡଳଟା କୋଉଟା ଆଉ ଆଦି ମଣ୍ଡଳ କୋଉଟା ହେଲା। ଏଇଟା ହେଲା ଆଦି ମଣ୍ଡଳ, କାହିଁକି ନା ପ୍ରକୃତିର ଅଂଶ। ଭଗବାନଙ୍କର ଆଜ୍ଞାରେ ପ୍ରକୃତି ଦେବୀ ଜନ୍ମ ହେବାରୁ ଏ ସୃଷ୍ଟି ତିଆରି ହେଇଛି। ପଞ୍ଚମହାଭୂତ ହେଲା, ଜଳ ପବନ ଅଗ୍ନି ଧରତୀ ଆକାଶ ହେଲା, ପାତାଳ ମଧ୍ୟ ସ୍ୱର୍ଗ ବୈକୁଣ୍ଠ ଗୋଲୋକ ମହାନୀତ ହେଲା। ତେଣୁ ତ ସିଏ ଯେ ଅନାଦି, ସେ ମଣ୍ଡଳରୁ ସମସ୍ତେ ଆଜ୍ଞା ପାଇ ଆସିବାରୁ ଅନାଦି ମଣ୍ଡଳ ସବୁ ସଞ୍ଚରିକି ଆସିଛନ୍ତି। କିନ୍ତୁ ତାଙ୍କର କେହି ସଞ୍ଚରିବା, ତାଙ୍କୁ ସଞ୍ଚାଳନ କରିବା ବା ତାଙ୍କୁ ଜନ୍ମ ଦେବା ଲୋକ ନାହିଁ। ଯଦି ଏଇ କଥା ସମସ୍ତେ ଜାଣନ୍ତେ, ଭୀମ ବହି ଭଜନକୁ ପଢ଼ନ୍ତେ ବା କିଛି ମର୍ମାଗତ ହୁଅନ୍ତେ, ମର୍ମାଗତ ହେଲା ବେଳେ ଜାଣିପାରନ୍ତେ ଯେ ପ୍ରକୃତ ଆମେ ଅନାଦି ମଣ୍ଡଳରୁ ଆସିଛୁ କି ଆଦି ମଣ୍ଡଳରୁ ଆସିଛୁ। ଗଛଟା କେଉଁଠି? ମାଟି ଉପରେ, ଏଇ ଆଦି ମଣ୍ଡଳରେ। ଗଛ କ'ଣ ଏମିତି ଉପରକୁ ହେଇକି ଅଛି କି ତଳକୁ ଡାଳ ହେଇଛି କି? ନା, ସେଠି ମୂଳ ବ୍ରହ୍ମ ରହିଛନ୍ତି। ତେଣୁ ଉର୍ଦ୍ଧ୍ୱମୂଳ ମଧ୍ୟ ଶାଖ ମୌସୁସ୍କ ପ୍ରାରବ୍ଧମ ଛନ୍ଦାଂଶୀ ଯଶ ପନ୍ନାନୀ ଯସ୍ତଙ୍ଗ ସଭେଦ ଭେଦ। ଆମର ଗୀତାରେ କହିଲା ଚାଲିଛି ତରେ ହଁ କଣ ସୂଚି ଅନ କରାହେଇଛି କାହିଁ ଚୁପ୍ ପଡ଼ିଛି ଗା କହିପାରୁନି। ତ ଆମେ କହିବା ତାହେଲେ ଗଛଟା କାହିଁ ତ ପିପଳ ଗଛଟା ତ ତଳେ ଅଛି ଉପରେ ଦେଖୁନି। ନା, ବ୍ରହ୍ମକୁ ଗୋଟେ ସୃଷ୍ଟି ଗୋଟେ ବୃକ୍ଷ କରି ଦିଆଗଲା। ମୂଳରେ, ମୂଳ ବ୍ରହ୍ମରେ ସେ ରହିଲେ। ମୂଳରେ ଯେତେବେଳେ ବ୍ରହ୍ମ ରହିଲେ, ଡାଳ ପତ୍ର ଶାଖା ଆଉ ସବୁ 33 କୋଟି ଦେବତା, 56 କୋଟି ଜୀବଜନ୍ତୁ ଇତ୍ୟାଦି ଇତ୍ୟାଦି ସବୁ ଡାଳ ପତ୍ର ଶାଖା ହେଇଗଲେ। ବ୍ରହ୍ମା ବିଷ୍ଣୁ ମହେଶ୍ୱର ନିରାକାର। ଆମ ମୁଣ୍ଡଟା ଉପରେ ଅଛି ନା ତଳେ ଅଛି? କିଏ କହ ତ? ପ୍ରଶ୍ନ ଉତ୍ତର କହିପାରିବ? ଉପରେ ଅଛି, ଲୋକ ତାହା ବି ଜାଣେନି। ଗୋଡ଼ ଡାଳ ପତ୍ର ଏଗୁଡ଼ା ହେଲା। ତେଣୁ ମୁଣ୍ଡକୁ ମୂଳ କୁହାଯାଏ। ଯଦି ଉପରେ ମୁଣ୍ଡଟା ରହିଲା ଆଉ ଭଗବାନ ଉପରେ ରହି ତଳେ ରହିଲେ, ଗୀତା ଯିଏ ପଢ଼ିଛି ସେ ଜାଣେ ଉର୍ଦ୍ଧ୍ୱମୂଳ ମଧ୍ୟ ଶାଖା ମସ୍ତକ ପ୍ରାରମ୍ଭ ଛନ୍ଦାଂଶୀ ଯଶ ପନ୍ନାନୀ ଯସ୍ତଙ୍ଗ ସଭେଦ। ସେଇ କଥାରେ ଯିଏ ଜାଣିବ ସେ ହେଉଛି ବେଦବିଦ, ବୋଲେ ମାନେ ବେଦଜ୍ଞ, ବିଦ୍ୟାବିଦ। ତେଣୁକରି ବେଦ ପଢ଼ିଦେଲେ ହବନି। ତାପରେ କହିଲୁ ପଦଟା କ'ଣ? ତୁ ପାକୁଆ ଏପଟୁଆ ଏଠିକା ପାକୁଆ। ତେଣୁ ଆମେ ସମସ୍ତେ ଆଦି ମଣ୍ଡଳରେ ଘୁରି ବୁଲୁଛୁ। ଆଦିକି ଦେଖୁଛୁ, ଅନାଦିକି କିଏ ଦେଖୁ? ମାଆକୁ ଦେଖୁଛୁ, ବାପକୁ କିଏ ଦେଖୁନାହାନ୍ତି। ଆରେ କହିଦେ ମୁଁ ପଢ଼ି ଅନାଦି ମଣ୍ଡଳରୁ ସର୍ବେ ସଂସାରୀ ରୂପ ରୂପ ନାମ ବ୍ରହ୍ମକୁ ଧରି ମହାଶୂନ୍ୟ ପୂର୍ଣ୍ଣ ବ୍ରହ୍ମ କର୍ତ୍ତା ପୁରୁଷ ରୂପରେଖ ବର୍ଣ୍ଣ ନାହିଁ, ରୂପରେଖ ବର୍ଣ୍ଣ ଚିହ୍ନ ନଥିଲା ଦୃଶ୍ୟ। କିଛି ନାହିଁ। ଭଗବାନଙ୍କ ରୂପ ଥିଲେ ତ ଗୋଟେ ଫଟୋ କିଛି ହୁଅନ୍ତା ନା ଅନେକଙ୍କର। ସବୁ ଦେବତା ସବୁ ସମସ୍ତଙ୍କର ଫଟୋ ହେଉଛି, ମଣିଷର ଫଟୋ ହେଉଛି, କିନ୍ତୁ ଭଗବାନଙ୍କର ଫଟୋ ନାହିଁ। ଏଇ କ'ଣ ଏଇ ଯନ୍ତ୍ର ଯୁଗରେ ବା ଏଇ ବୈଜ୍ଞାନିକ ଯୁଗରେ ଏଇ ଯନ୍ତ୍ରପାତି କ'ଣ ତାଙ୍କ ଫଟୋ ଉଠାଇ ପାରିବ? ତାଙ୍କ ପାଖକୁ ଯାଇପାରିବ? ତେଣୁକରି ବୈଜ୍ଞାନିକ ବି ହ୍ରାସ ହେଲେ କେମିତି ଆମେ ସମସ୍ତେ ନିର୍ଗୁଣ ବ୍ରହ୍ମ କହୁଛନ୍ତି, ଅନାଦି ବ୍ରହ୍ମ ଅଲେଖ ବ୍ରହ୍ମ କହୁଛନ୍ତି, ଆମେ ଟିକେ ଫଟୋଟା ହେଲେ ଆମେ ଦେଖୁ। କେତେ ଚେଷ୍ଟା ଚାଲିଲା, ମହାଶୂନ୍ୟକୁ ଯାଉଛି କହୁଛି ଗାଡ଼ି ହେଲିକପ୍ଟର ମହାଶୂନ୍ୟକୁ ଯିବ। ଏଇ ଆକାଶ ଶୂନ୍ୟକୁ ଯିବ, ମହାକାଶକୁ ମହାଶୂନ୍ୟକୁ କେଉଁଠି ଯିବ? ହଁ, ଅବନା ଅଣାକ୍ଷର ଦୁର୍ଗମ ହେଲା ଜାତ, ଦୁର୍ଗମରୁ ଜନ୍ମିଲା ଅନାମ ଅବ୍ୟକ୍ତ। ହଁ, ଯେ ଅଣାକ୍ଷରରୁ ଅନାମ ଅବ୍ୟକ୍ତ ଏସବୁ ଯେ ଆମେ ଶବ୍ଦ କହୁ, ସେଇଠୁ ସେ ଜନ୍ମ ହେଲା ବୋଲି ଭୀମ ବହି ଭଜନ ଆକାରରେ ତାକୁ ଲେଖିଛନ୍ତି। ତା ଅନ୍ୟ ପଦ କ'ଣ? ଅନାମରୁ ଜନ୍ମିଲା ନିଗମ ଭେଦ ତତ୍ତ୍ୱ। ରହ ଏକପଟେ କହିବ ନା, ତୁ ଏଇଟା କହି ଜାଣିଛୁ କେବେ? ଅନାମରୁ ଅନାମରୁ ଜନ୍ମିଲା ନିଗମ ଭେଦ ତତ୍ତ୍ୱ। ନିଗମ ଭେଦ ତତ୍ତ୍ୱ। ନିଗମ ମାନେ ଗମି ନାହାନ୍ତି ଯୋଗିଏ ଆଉ ଅଗମ୍ୟ ଭବନକୁ, ଆଉ ବନି ନାହାନ୍ତି ଯୋଗିଏ ଅନାମିକା ପୁରୁଷକୁ। ଏମିତି ଅନେକ ଭଜନ। ଗମି ଯେତିକି ହବନି, ପଶି ଯେତିକି ହବନି, ସେ ଅଗମ୍ୟ ଭୂମି, ଗଲେ ପଥ ଦିଶିବ ନାହିଁ। ତେଣୁ ବ୍ରହ୍ମକୁ ଦେଖିବା ପାଇଁ ହେଲେ କ'ଣ କରିବାକୁ ପଡ଼ିବ? ତାର ଗୋଟେ କାରଣ ରହିଛି। ଗୁରୁ ଏକାନ୍ତ ଆବଶ୍ୟକ। ଗୁରୁଙ୍କୁ ଆମେ ଟର୍ଚ୍ଚ ଯଦି ଧରିବୁ, ଲାଇଟ୍ଟା ଅନ୍ଧାରରେ ଆମେ ଚାଲି ଯାଉଛୁ ନା, ଗୁରୁଙ୍କୁ ସେଇଭଳିଆ ଆଗରୁ ଯଦି ଟର୍ଚ୍ଚ ଭଳିଆ ପକେଇକି ନେବୁ, ଆମେ ତା ପଛରେ ଗଲେ ଆମକୁ ରାସ୍ତା ଦେଖାଯିବ ହେଲା। ଆମେ ଟର୍ଚ୍ଚ ହେଇପାରିବୁନି, ଗୁରୁ ନିଜେ ଟର୍ଚ୍ଚ ହେଇଯିବ ଆମ ପାଇଁ, ଲାଇଟ୍ ହେଇଯିବେ। ତେଣୁ ଅଗମ୍ୟ ଗଲେ ଗୁରୁଙ୍କୁ ଧରିକରି ତାହେଲେ ସେ ବାଟ, ସେ ପଥ ଲାଇଟ୍ ଭଳିଆ ଆମକୁ ସେ ଦେଖେଇ ଦେଇଯିବ ହେଲା। ବାସ୍ ଗା କହ ପଦ।
ନିଗମରୁ ଜନ୍ମିଲା ସାହା ଶବଦ ଘାତ। ନିଗମରୁ ସ୍ୱା ଶବ୍ଦ ଘାତ। କ'ଣ ସ୍ୱା? ଯଜ୍ଞ ପକଉଛୁ ନା, ହୁଁ। ସ୍ୱା କରୁଛୁ ହେଲା। ସ୍ୱା ସୁଧା ହେଉଛି ଅଗ୍ନିଙ୍କର ସ୍ତ୍ରୀ ଦି ଜଣ। ବ୍ରହ୍ମରୁ ସେ ସ୍ୱା ଶବ୍ଦଟା ଆସିଛି। ବ୍ରାହ୍ମଣମାନେ ବେଦ କର୍ମ କଲେ ସ୍ୱା ଆମକୁ ସ୍ୱାହା କହନ୍ତିନି, ହୁଁ। ସେ ସ୍ୱା ଆଉ ସୁଧା ଦି ଜଣ ଅଗ୍ନିଙ୍କର ସ୍ତ୍ରୀ। ତେଣୁ ସେଇଥିପାଇଁ ଗୋଟେ ଆଉଥରେ ସ୍ୱା ଶବ୍ଦ ଉଚ୍ଚାରଣ କଲେ। ସେଇ ନିଗମରୁ ଆସିଛି ବାକ୍ୟ। ଶବଦରୁ ଜନ୍ମିଲା ଓଙ୍କାର ସାର ତତ୍ତ୍ୱ। ସେ ଶବ୍ଦ ବ୍ରହ୍ମ ଏକ ରୂପ ଆଉ ସକଳ ଜୀବଙ୍କ ଅପ। ତେଣୁ ଏକ ବ୍ରହ୍ମ ସେ ଶବ୍ଦ ବ୍ରହ୍ମ। ଶବ୍ଦ କାହାକୁ କୁହାଯାଏ? ନା ନିଶବ୍ଦରୁ ଶବ୍ଦ ଜାତ ହେଲା, ଯେଟା ନାଦ କୁହାଯାଏ। ସମୁଦ୍ରରେ ଗର୍ଜନ ହେଲେ ଗୋଟେ ଶବ୍ଦ ଆସେ। ସମୁଦ୍ର ସବୁବେଳେ ଗର୍ଜନ, ସ୍ଥିର ତଳେ ଗର୍ଜନ, ଯେତେବେଳେ ସେ ଜୁଆର ବଟା ହେଇଯିବ ଉପରକୁ ମାଡ଼ିବ, ଢାଏ ଢାଏ ଶବ୍ଦ ଆସିବ। ଆମର ଅନାହତ ନାଦକୁ ସେଇ ଶବ୍ଦ କୁହାଯାଏ ହେଲା। ଆମର ମୁଖ ନାସା କର୍ଣ୍ଣ ଚକ୍ଷୁ ଏ ସାତ ଦ୍ୱାରକୁ ସାତଟା ସମୁଦ୍ର କୁହାଯାଏ। ତେଣୁ ଇଏ ଯେତେବେଳେ ଏକତ୍ରିତ ହେଇକି ଯେତେବେଳେ ତାର ମାନେ ନିସ୍ତବ୍ଧ ହେଇଯିବେ, କିଛି ଶବ୍ଦ ହେବ। ଯେତେବେଳେ ଇଏ ଗର୍ଜନ କରିବେ, ତାହେଲେ ମୋ ଅନାହତ ଶବ୍ଦ ଆମ ନାଦମୂଳ କର୍ଣ୍ଣମୂଳରେ ଶୁଣିପାରିବେ। ଓଙ୍କାରୁ ରାରାକାର ଜନ୍ମିଲା ଆଦି ଶକ୍ତି। ଓଙ୍କାରରୁ ରାକାର ଆକାର, ଯେଟା କହୁଛେ ରାକାର ମାନେ ଆକାର ହେଲା। ଓଙ୍କାର ବ୍ରହ୍ମ କ'ଣ ହେଇଛି କେତେ ଗୁଣରେ? ନା 3, 2, 5 ହେଲା। ସତ ରଜ ତମ ଆଉ ବ୍ରହ୍ମା ବିଷ୍ଣୁ ମହେଶ୍ୱର, ଆଉ ସେଟାକୁ 3 ଗୁଣ କୁହାଯାଇଛି। ତାପରେ ଅର୍ଦ୍ଧମାତ୍ରା ବିନ୍ଦୁ, ଅଧ ଉର୍ଦ୍ଧ ମଧ୍ୟମ ହେଲା। ତେଣୁ ସେଇଠି ଓଙ୍କାର ଶବ୍ଦ ବ୍ରହ୍ମ ଏକ ରୂପ, ସକଳ ଜୀବଙ୍କ ବାପ, ଆସ୍ଥାନ ତଳ ସେବା ଭକ୍ତି। ସେତିକି ପର୍ଯ୍ୟନ୍ତ ସେବା ଭକ୍ତି ଯାଏ, ତାପରୁ ସେବା ଭକ୍ତି ବି ଯାଏନି। କ'ଣ ଯାଏ? ନା ଏମନ ପ୍ରଭୁ ପାଦରେ ମନକୁ ଅମନ ନେଇକି ପଶାଅ, ଆଉ ତମେ ନିଜକୁ ଶୂନ୍ୟ ହେଇଯାଅ, ତାପରେ ଶୂନ୍ୟ ମନ୍ଦିରକୁ ଯାଇପାର। ଯଦି ତମେ ଏଇ ପ୍ରକୃତି ଶରୀର ଧରିକି ଯିବ, ଭାବିବ ଗର୍ବ ଅହଙ୍କାରକୁ ତାକୁ ଧରିକି ଯିବା କଥା, କେବେ ବି ସେ ଯାଇପାରିବ ନାହିଁ। ତେଣୁକରି ଏସବୁକୁ ପରିହାର କଲେ ଶୂନ୍ୟ ଶୂନ୍ୟ ମହାଶୂନ୍ୟ ହେଇଯିବ ନିଜେ। ତେଣୁ ଆତ୍ମା ସେଠି କିଛି ଗର୍ବ ଅହଙ୍କାର ତା ଦେହରେ ଲାଗେ କି ଲାଗେନି। ଆମେ ଦେହଟାକୁ ଯେତେ ବଢ଼ିବା କରୁଛୁ, ଦେହଟାକୁ ଯେତେ ଅହଙ୍କାର କରୁଛୁ, ଦେହଟେ ବନ୍ଧୁଘର, କେବେ ସେ ନୁହେଁ ଚିର। ବନ୍ଧୁଘରକୁ କୁଣିଆ ଘର ପରେ କେତେ ଦିନ ସବୁଦିନ ରହିବ କି? ସେଇଭଳିଆ। ତାହେଲେ ୟା ପାଇଁ ଏତେ ଗର୍ବ କାହିଁକି? ଏ ଭାବକୁ ନେଇକି ସେ ସଂସ୍କୃତିରେ ଭଜନ କରିଦେଇଛନ୍ତି। ତା ଶବ୍ଦାର୍ଥ କଲେ ବହୁତ ବଡ଼ ହବ। ହଁ କହ। ରାରାକାରରୁ ରାମ ନାମ ପଦ ଉଦିତ। ରା ଶବ୍ଦ ଗୋଟିଏ ବିଶ୍ୱ ଅର୍ଥ ପ୍ରକାଶକ, ମ ଅକ୍ଷର ଗୋଟି ଯେ ଈଶ୍ୱର ବାଚକ ହେଲା। ଯେ ତ ଏ ଶବ୍ଦଟାକୁ କ'ଣ କହିଛନ୍ତି? ନା ବ୍ରହ୍ମବୈବର୍ତ୍ତ ପୁରାଣରେ ଆମର ଶ୍ରୀକୃଷ୍ଣଙ୍କ ଜନ୍ମଖଣ୍ଡରେ ଯେ ସେଟା ତ ସତ୍ୟଭାମା ଏଇଟା କୃଷ୍ଣଙ୍କୁ ପଚାରିଛନ୍ତି। ସେଠୁ ସେ କୃଷ୍ଣ କହୁଛନ୍ତି ଯେ ରା ଶବ୍ଦ ହେଉଛି ବିଶ୍ୱ ଅର୍ଥ। ରା ମାନେ ଆ ଶବ୍ଦ ଆସିଲା, ଆଦି ଶବ୍ଦ ଆସିଲା, ଏ ବିଶ୍ୱ ପ୍ରକାଶ ହେଲା। ମୋ ଅକ୍ଷରଟି ବିଶ୍ୱର ପକ୍ଷୀ କ'ଣ କଲା? ରା 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 করে ମଟାକୁ ତା କୋଠମଣ୍ଡଳରେ ରଖେ ହେଲା। ରାମ ଶବ୍ଦ ଜପିଲା ବେଳେ ସେ ଆକାରଟାକୁ ଭଜେ, ଆଉ ଯେତେ ଅଣାକ୍ଷରକୁ ତା ହୃଦୟରେ ଜପେ। ତମେ କିଏ? ତମେ ଗୋଟେ ଭୂଷଣ୍ଡ ପକ୍ଷୀ। ତମେ ଯେତେବେଳେ ଜପ ପିଲେ ପାଟି କରନି, ଆଉ ତମ ଅନ୍ତର ଭିତରେ ସେଇ ମ ଶବ୍ଦଟାକୁ ରଖିବ ହେଲା। ମ କହିଲେ ଅ ଶବ୍ଦ ଉଚ୍ଚାରଣ ହେବ ହେଲା। ତେଣୁ ଅନାଦି ବ୍ରହ୍ମକୁ ଏଇଟା ଅମନରେ ଭଜି ଆଉ ପ୍ରତ୍ୟୟ କର। ତେଣୁ ଅମନରେ ଭଜିବ, ସବୁ ମନରେ ହେବ ନାହିଁ। ଆମେ ରା ଶବ୍ଦଟାକୁ ଏଇ ଭଜନ ଗାଉଛୁ, ଏଇଟା ରାଉଚି ହଂସ, ଏଇଟା ଭଜନ ଗାଉଛ ବାହାରେ, ଏଇଟା ରା ଶବ୍ଦରେ ଯାଉଛି, ମଟା ହେଇପାରୁନି। ଯେତେବେଳେ ଧ୍ୟାନସ୍ଥ ହେବ, ସେଥିରେ କିଛି ଭଜନ ନାହିଁ, ପୂଜ ନାହିଁ। କୃଷ୍ଣକଣ୍ଠ ଯିଆ ନ ଲାଗୋଇ ଆପ ଶୂନ୍ୟ ମହାଶୂନ୍ୟ ଶୂନ୍ୟ ଶୂନ୍ୟ ଦେଇ ଆପ ତେଜ ବାଇ ଛାୟା ନ ଲାଗୋଇ ଧର ଏକ ପଦ ନିର୍ମାୟରେ ଚିହ୍ନ ସ୍ୱଦେହରେ ଚିତ୍ତ ଲଗାଅ ଅନାମ ଅଧେବରେ। ସେଇ ଭଜନ ଗୋଟିଏ ଗୋଟିଏ ଏଇ ଶବ୍ଦ ବିହନ ବି ଦେଇଛନ୍ତି ହେଲା। ତେଣୁ ନିର୍ଗୁଣ ବ୍ରହ୍ମକୁ ପାଇବା ପାଇଁ ହେଲେ ରାକୁ ଛାଡ଼ି ମକୁ ଧର। ଅର୍ଥାତ୍ ଆମେ ଯେତେ ଏ ଶରୀରଟା ରାରେ ତିଆରି ହେଇଛି, ଆମ ବ୍ରହ୍ମାଣ୍ଡ ବି ରାରେ ତିଆରି ହେଇଛି, ଆଉ ଯେତେ ଭଜନ ଗାଉଛୁ ରାରେ ଯାଉଛି, ମ ହେଇପାରୁନାହିଁ। ମ ବେଲେ ନିସ୍ତବ୍ଧ, ଚୁପଚାପ ମାଗୁ ମାଛ। ଉଜାଣି ଠୁଲ ଶୂନ୍ୟ ପରେ ବିହରି। ଉଜାଣି ଶବ୍ଦ ଜାଣିଛୁ, ଉପରକୁ ଯେଉଁ ପାଣି ଉଠିବ, ବହିଯିବାଟା ନିମ୍ନଗାମୀ, ଉପରକୁ ଉଠିବାଟା ଉଜାଣି। ମାଛ କ'ଣ କରେ? ମୀନ କ'ଣ କରେ? ନା ପାଣି ଯଦି ପାହାଡ଼ରୁ ଆସେ ସାଇଡ଼୍ ସାଇଡ଼୍ ହେଇକି ଉପରକୁ ଚଢ଼ିଯିବ। ହାତୀ ଗୋଟେ ଚଢ଼ିପାରିବ କି? ହାତୀ ବଡ଼ ଜନ୍ତୁ, ଗଡ଼ି ପଡ଼ିବ। ଶୁଣୁଛ, ଏ ପ୍ରକୃତି ସ୍ୱରୂପ ଗୋଟେ ହାତୀ, ମନ ହାତୀ ଆଉ ଫୁଲାଇ ଛାତେ କେତେ କଥା କହୁଛୁ ରେ, ବଡ଼ ଅନେକ ଭଜନ ଅଛି ହେଲା। ତେଣୁ ଏ ମନଟାକୁ ହାତୀ ଭଳିଆ ବିରାଟ କରିଦେଉଛୁ ଆମେ।
ଯେତେବେଳେ ମୀନ ମନ ହେଇଯିବ, ଛୋଟ ମନ ହେଇଯିବ, ତାହେଲେ ମାଛ ଚଳିଲା ଭଳିଆ ଉପରେ ପାଣି ଚଢ଼ିଯିବ। ତେଣୁ ମହାଶୂନ୍ୟକୁ ଯିବା ପାଇଁ ହେଲେ ତମେ ମୀନ ହେଇଯାଅ, ମାଛ ହେଇଯାଅ, ହାତୀ ହୁଅନି। ବାସ୍। ହଁ। ଉର୍ମ ଧୂର୍ମ ଜ୍ୟୋତି ଜାଲା କେହି ନଥିଲେ। ମୁଖ ନାସା କର୍ଣ୍ଣ ଚକ୍ଷୁ ଉର୍ବ ଧୂର୍ମ ଜ୍ୟୋତି ଜ୍ୱାଳା। ଜ୍ୱାଳା କର୍ଣ୍ଣ ହେଲା। ଉର୍ମ କେଉଁଠି ରହିଲା ନା ନାସାରେ। ଧୂର୍ମ ରହିଲା ଯେ ପ୍ରକୃତିମାନଙ୍କୁ ଜାଳି ପୋଡ଼ି ଦେଉଛି, ଧୂଆଁ ହେଇକି ଉଠି ଯାଉଛି, ସେ ଉର୍ଦ୍ଧ୍ୱରେ ରହିଲା। ଜ୍ୱାଳା ରହିଲା କର୍ଣ୍ଣରେ, ଆଉ ଜ୍ୟୋତି ରହିଲା ଲଲାଟରେ ହେଲା। ମୁଖ ନାସା କର୍ଣ୍ଣ ଚକ୍ଷୁକୁ ଏ ପ୍ରକୃତ ସ୍ୱର ଯେତେବେଳେ ଜାଳ ଦିଆଯାଏ କାଠ ଚୁଲିରେ, ସେ ଗୋଟେ ପାଣି ବସେଇଦେଲେ କ'ଣ ହୁଏ, ଗ୍ୟାସ୍ ହେଇକି ବାଷ୍ପଟା ଉପରକୁ ଯାଏ ନା, ତଳେ ପୋଡ଼ିଯାଏ ସବୁ। ସେଇଭଳିଆ ଏ ପ୍ରକୃତି ସ୍ୱରକୁ ଯଦି ପୋଡ଼ି ଦିଆଯିବ, ତାର କ'ଣ ହବ, ଗୋଟେ ଗ୍ୟାସୀୟ ପଦାର୍ଥ, ଗୋଟେ ବାଷ୍ପ ଆସିବ ହେଲା। ସେ ଉପରକୁ ଯିବ, ଉର୍ଜା ତାକୁ କୁହାଯାଏ। ବୋଲେ ବ୍ରହ୍ମଚର୍ଯ୍ୟ ସାଧନାରେ ଏଇଟା ପୁଅ ସୋପାନ। ଇନ୍ଦ୍ରିୟ ଗୁଡ଼ାକୁ ସମିତ କରି ଆଉ ବିନ୍ଦୁକୁ ଘୃତ କରି ଯଦି ପୋଡ଼େଇ ଦିଆଯିବ, ତାହେଲେ ସେ ଧୂଆଁ ଯେଉଁ ବାଷ୍ପଟା ଗ୍ୟାସୀୟ ପଦାର୍ଥ ଉଠିବ, ସେଟାକୁ କୁହାଯାଏ ଉର୍ଜା। ତେଣୁ ଉର୍ଜା ଯଦି ଉପରକୁ ଗଲା କ'ଣ ହେବ, ଆକାଶରେ ମେଘବାଳ ଆଚ୍ଛାଦନ କରୁଛି। ସେଇଭଳିଆ ଆମେ ପ୍ରଭୁ ପାଦକୁ ଗଲାବେଳକୁ ଏ ଯେଉଁ ପ୍ରକୃତି ଗୋଟେ ଢାଙ୍କି ରହୁଛି ଚାରିଆଡ଼େ, ଏଇଥିରେ ସେ ତାର ସବୁ କିଛି ମଇଳାଂଶ ରହିଯିବ, ଉପରକୁ ମନ ଯାଇପାରିବ। ମଇଳା ତଳେ ନ ରହିଲେ ଉପରକୁ ମନ ଯିବନି। ମଇଳା ଯେ ତାପରେ ଘୋଡ଼େଇ ଦେବ, ତାହେଲେ ମନ ଯାଇପାରିବ ନାହିଁ। ମଇଳାକୁ ତଳେ ରଖିବ, ଆକାଶରେ ରଖିଲେ ମହାକାଶକୁ ମନ ଚାଲିବ ହେଲା। ସେଥିପାଇଁ ଏ ଭଜନ ଗୁଡ଼ାକର ମାହାତ୍ମ୍ୟ ବୁଝିବାକୁ ପଡ଼ିବ। ଯେତେବେଳେ ଭଜନ ଚାରିଟା ଗାଇବ, ଏଇ ତ ଗୋଟାକିଆ ଭଜନ ନା। ଅରୂପାନନ୍ଦ ସ୍ୱାମୀଙ୍କ ଆଜ୍ଞାରେ ହେଲେ। ସେଗୁଡ଼ା କହିବୁନି ଆଉ। ଅରୂପାନନ୍ଦ ସ୍ୱାମୀଙ୍କ ଆଜ୍ଞାରେ ମାନେ ହେଇছে ନା କ'ଣ ବିନା ଆଜ୍ଞାରେ କେହି ହେବ? ଆଉ ତୁ ବି ମୁଁ ବି ସମସ୍ତେ ତ ବାପା। ଠୁଲ ଶୂନ୍ୟରୁ ଜନ୍ମ ହେଲା ଦିଗ ଆକାଶ। ଠୁଳ ଶୂନ୍ୟରୁ କେହି କହୁଛ, ମହାନୀତ ଯାଏ ଦୁତି ଯୁଗଳ ଲାଗିଛି, ଠୁଳ ଶୂନ୍ୟରୁ ପଡ଼ିଲେ ସମସ୍ତେ ବହିଲେ ଉଠୁଛି ହେଲା। ଅଧ୍ୟାପି ବ୍ୟକ୍ତିମାନଙ୍କୁ ପଚାରିବୁ ତୁଇ, ଠୁଳ ଶୂନ୍ୟ ଉପରକୁ ନ ପାରିବେ କହି, ଅନେକ ପ୍ରକାର ଶାସ୍ତ୍ର ମାର୍ଗରେ କହିବେ ଉପରକୁ ପଚାର ତୁ ଛାଟା ବୋଲିବେ। ତେଣୁ ଠୁଳ ଶୂନ୍ୟ ଠାରୁ ସଂସାର, ଠୁଳ ଶୂନ୍ୟ ହେଲା ଆଦିକନ୍ଦ ହେଲା। ସେଟା ହେଲା ବୋଲେ ନିରାକାରଙ୍କର ବାସସ୍ଥାନ, ତାକୁ ଆଦିକନ୍ଦ କୁହାଯାଏ। ଆଦ୍ୟରୁ ଜନ୍ମ ହେବ ତାଙ୍କୁ ଆଦିକନ୍ଦ କୁହାଗଲା। ତେଣୁ ଅଲେଖଙ୍କର ବରଦାନ ପୁତ୍ର ସିଏ। ଆକାଶରୁ ଜନ୍ମିଲା ପବନ 49। ଆକାଶରେ ଏକା ପବନ 49 ପବନ ଭାଇ କହୁଛୁ। ଶୂନ୍ୟରୁ ପବନଟା ଆସୁଛି ନା, କ'ଣ ତୋଳ ପବନଟା ବାହାରୁଛି, ଉପର ଆଡ଼ୁ ପବନଟା ଆସୁଛି। କାହିଁକି କହିଲୁ ନା, ଉପରରେ ପାଣି ଅଛି। ବର୍ଷା ଆସୁଛୁ, ତଳୁ ନେଇକି ଉପରେ ପାଣି ସୃଷ୍ଟି କରେ। ଜଳ ପବନ ଯେତେବେଳେ ବର୍ଷା ହେବ, କ'ଣ କରିବ ନା, ଜଳ ପବନ ଏସବୁ ମିଶ୍ରଣ ହେଇଯିବେ। ବିନା ପବନ ନହେଲେ ବର୍ଷା ହେବନି ହେଲା। ଆଉ ଗରମ ନହେଲେ ମେଘ ଆସିବନି। ଗରମ ହେଲେ କହିଲେ ମେଘ ଆସିବ, ଏଇଟା ଗୋଟେ କୁହାଯାଏ ନା। ଠିକ୍ ଗରମ ହେଇଗଲା ଅଧିକ ବୋଲେ ସେଠୁ ଥଣ୍ଡା ପବନ ମଳୟ ଆସିବ, ତାପରେ ବୃଷ୍ଟିପାତ ହୁଏ। ଯଦି ତିନିଟା ନହେଲା, ବର୍ତ୍ତମାନ ବିପରୀତ ହେଉଛି, ତେଣୁ ସୃଷ୍ଟି ବର୍ତ୍ତମାନ ଧ୍ୱଂସ ଆଡ଼କୁ ଯାଉଛି। ଆମ ଦେହରେ ଗରମ ହେଲେ କ'ଣ ହୁଏ, ଝାଳ ବାହାରେ, ଗରମ ବାହାରେ ନାଇଁ କି। ତାପରେ କ'ଣ ହୁଏ, ଝାଳ ବୁଡ଼ିଗଲା ପରେ ଥଣ୍ଡା ଆସେ ନା। ଯଦି ଗାଧୋଇ ଦେବ ଶନିପାତ ହେଇଯିବ। ବାସ୍, ସେ ଦୁଇଟା କଥା ପିଣ୍ଡ ଯା ବ୍ରହ୍ମାଣ୍ଡ ସେ। 49ରୁ ଜନ୍ମ ହେଲା ଅଗ୍ନିହୋତା। 49 ବାୟୁରୁ ସେଇ ଅଗ୍ନିମୟ ହେବ। ଯଦି ପବନ ବହିବ ନା, ଏକାଥରେ ନିଆଁ ହେଇଯିବ ସୃଷ୍ଟି। ତେଣୁ ମନ୍ଦ ପବନ, ମଳୟ ପବନ, ସୂକ୍ଷ୍ମ ପବନ, ଧୀରେ ଧୀରେ ପବନ ବହିଲେ ଶାନ୍ତି ଲାଗେ। ଅଧିକ ପବନ ହେଲେ ପୃଥିବୀ ଫଳ ହେଇଯିବ। 49 ବାୟୁ ବହିବ, ଏକାଥରେ ପୃଥିବୀ ଉପାଡ଼ିକି ଫୋପାଡ଼ି ଦେବ। ଅଗ୍ନି ସେମିତି ବିଶ୍ୱମୂର୍ତ୍ତି ଧାରଣ କରିବ ହେଲା। ଦ୍ୱାଦଶ ଅଗ୍ନି ସୃଷ୍ଟି ଏକଦମ ହେଇଯିବ। ଦ୍ୱାଦଶ ସୂର୍ଯ୍ୟ ଶୂନ୍ୟରେ ଉଦୟ ହେବ। ସେତିକି ବେଳେ କ'ଣ ହେବ, ବ୍ରହ୍ମାଣ୍ଡ ଜଳିଯିବ। ଏଇ 2070 ସୁଦ୍ଧା ଅପେକ୍ଷା କର। ହୁତାସନରୁ ଜଳ ବୁନ୍ଦେ ହେଲା। ହୁତାସନ ବୋଲେ ବୁଝିପାରୁଛୁ, ଦାହା ଦେଉଛୁ ଦେହ, ଯେଟା ଗରମ ହେଇକି ଏକଦମ ଜଳିଯାଏ ଦେହ, ତାହା ହେଉଛି ହୁତାସନ, ଅଗ୍ନି ହୁତାସନ। ଜଳରୁ ଜ୍ୟୋତି ରୂପ ବର୍ଣ୍ଣ ହୋଇଲା ଦୃଶ୍ୟ। କେମିତି ନା, ବିନ୍ଦୁ ଆମ ଶରୀରରେ ହେଲା ଜଳ, ତାପରେ ଜ୍ୟୋତିଟା ଜଳୁଛି ନା, ଘିଅ ଦିଆହେଇଛି ବତୀଟା ଜଳୁଛି ନା। ଘଟଟା ହେଲା ଏଇ କ'ଣ, ମାଟି ଘଟା ଆମ ପିଣ୍ଡ ନା। ଏକଦମ ସୁନ୍ଦର ଭାବରେ ବୋଲେ ଭୀମଭୋଇଙ୍କ ଅର୍ଥକୁ ଉଦୟସ୍ତ ମାନେ ବୁଝୁନାହାନ୍ତି ନା, ଭୁଲ କହୁଛି କହିଲୁ। ଏଇଟା ବୁଝିଲେ ସିନା ହବ। ଏଇଟା ଖଞ୍ଜଳ ପିଟି ଭାଙ୍ଗି ଦେଇକି ଭଜନ ଗାଇଦେଲେ ହବ। ଜ୍ୟୋତି ରୂପରୁ ଜନ୍ମ ହେଲେ ଭୂତ ଭବିଷ୍ୟ। ସେଇ ଜ୍ୟୋତିରୁ ହିଁ ଭୂତ ଭବିଷ୍ୟ ବର୍ତ୍ତମାନ ତିନି କାଳ ଜନ୍ମ ହେଲା। କାହିଁକି
ନା ମୁଁ ଭୂତପୂର୍ବରେ କେଉଁଠି ଥିଲି, ଭବିଷ୍ୟତରେ କ'ଣ କରିଥିଲି, ବର୍ତ୍ତମାନ କ'ଣ କରୁଛି, ୟାର ନିୟନ୍ତା କିଏ? ମୁଁ ଯଦି ବର୍ତ୍ତମାନ ଭଲ କରିବି ସେଇ ଭଗବାନ ମୋତେ କରୁଛନ୍ତି, ଯଦି ମୁଁ ଖରାପ କରିବି ସେଇ ଭଗବାନ କରୁଛନ୍ତି। ଭବିଷ୍ୟତରେ ଏହା କରିଥିଲି, ଆଜି ଏମିତି ଜନ୍ମ ନେଲି, ପୁଣି ଆଉ ଥରେ କି କର୍ମ କଲେ ମୁଁ ଭବିଷ୍ୟତକୁ ପୁଣି ସେଇ ଜାଗାରେ ପହଞ୍ଚିବି। ତେଣୁ ତିନିଟା କଥା ଯେଉଁ କହୁଛି, ଭୂତ ଭବିଷ୍ୟତ ବର୍ତ୍ତମାନ, ସେ ତିନିଟାକୁ ଭଗବାନ ସବୁ ଏସବୁ ଜନ୍ମ କରିଛନ୍ତି। ଏଇଟା ଆମେ ତମେ କରିନୁ। ତେଣୁକରି ଆମେ ଯେତେ ନିମ୍ନ ହେବୁ, ଯେତେ ପବିତ୍ର ହେବୁ, ଯେତେ ଉନ୍ନତି କରିବାକୁ ଯିବୁ, ଯେତେ ଧର୍ମଲାରେ ଯିବୁ, ଆମର ଭଲ, ଆମର ମଙ୍ଗଳ, ଏଥିରେ କିଛି ଅମଙ୍ଗଳ ନାହିଁ। ଆହୁରି ବଢ଼ି ବଢ଼ି ଚାଲିବା, ପାଦେ ପାଦେ ଚାଲିଲେ ଆମକୁ ଭଲ ହେବ। ପାଦେ ପାଦେ ଯଦି ଚାଲିବା ଆମକୁ ଭଲ, ସୁଖ, ଆମ ଶରୀର ସୁସ୍ଥ ରହୁଛି। ଆମେ କ'ଣ ଏଇଠି ପହଞ୍ଚିବା ପାଇଁ କ'ଣ ଟିଲାଗଡ଼ ଏକା ପାଦ ଚାଲିଲେ ପହଞ୍ଚିଯିବୁ? କେତେ ପାଦ ଗଲା ପରେ ଟିଲାଗଡ଼ ପହଞ୍ଚୁଛୁ ନା? ତାହେଲେ ଭଗବାନଙ୍କୁ ପାଇବା କ'ଣ ଏକା ପାଦ ଚାଲିଗଲେ ଏକା ଦିନ ଡାକିଦେଲେ କ'ଣ ଭଗବାନ ମିଳିଯିବେ? ସେଥିପାଇଁ ପରିଶ୍ରମ କର। ଭୂତ ଭବିଷ୍ୟ ବର୍ତ୍ତମାନ ତିନି କାଳ କଥା ବର୍ତ୍ତମାନ ଜାଣିବ, ତାପରେ ଭୂତ ଭବିଷ୍ୟ ବର୍ତ୍ତମାନ ତାକୁ ଆଉ ଥରେ ହେବ। ସେ କହିପାରିବ ଯେ ମୁଁ ସେଇ ଜନ୍ମରେ ଏମିତି କର୍ମ କରିଥିଲି ବୋଲି ମୁଁ ଆଜି ଏଇ ବାଟରେ ଯାଉଛି। ସେ ନିଜକୁ ଅନୁଭବ କରିବ ଆଉ ଗର୍ବ କରିବ ଯେ ପ୍ରଭୁ ମୁଁ ତୋ ବାଟ ସବୁବେଳେ ଏଇଭଳିଆ ମୋତେ ନିଅ। ଆମେ ସେଇଟା ନ ପାଇବା ହେତୁ ଯେତେବେଳେ ଆମେ ଭଜନ ଗାଉ, ଯେତେବେଳେ ଚିନ୍ତା କରୁ, ସେତିକି ସମୟ ପର୍ଯ୍ୟନ୍ତ ଆମେ ବୁଝିପାରୁ, ତା ପର ମୁହୂର୍ତ୍ତରେ ପାଶୋରି ଯାଉଛୁ। ନା ଭୁଲ କହୁଛି କହିଲୁ? ବାସ୍ ଭବିଷ୍ୟରୁ କାମନା କଳ୍ପନା ହେଲା। ସେଇ ଭବିଷ୍ୟରୁ ଏକା କାମନା କଳ୍ପନା ହେବ। ଭବିଷ୍ୟତରେ ଗୋଟେ ବସିଦେଲେ ଗୋଟେ ଚିନ୍ତା ଆସେନି, କିଛି ଖରାପ କାମ କରିଥିଲି କି ଭବିଷ୍ୟତ ମଧ୍ୟ ହେଲା। କିଏ କୁହେ କହିଲୁ? ନା ମନ ଚେତେଇ ଦିଏ। ହେଲା, ମନ ଜୀବର ମନୋରଞ୍ଜନର ମନ୍ତ୍ରୀ ହେଇଛି ଶରୀରରେ। ଜୀବ ହେଇଛି ରାଜା, ସେ ରାଜାକୁ ମନ୍ତ୍ରୀମାନେ ଚେତାନ୍ତି ନା, ନାଇଁ କି? ଆଉ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ତାଙ୍କର ଜଣେ ଜଣେ ନାହାନ୍ତି ତାଙ୍କ ପାଖରେ କର୍ମଚାରୀ। ତ ସେଇଭଳିଆ ସିଏ ନହେଲେ ତାଙ୍କୁ କେହି ସଂଗ୍ରହ କରିକି ନଦେଲେ ସେ କ'ଣ ସବୁ କହିବେ କି? ସବୁ ଦେଖିବେ। ଆମ ଶରୀର ସେଇଭଳିଆ ମନ ଏ ଜୀବକୁ ଚେତେଇ ଦିଏ। ସେତିକିବେଳେ ଜୀବ ଜାଗ୍ରତ ହୁଏ। ଯେପର୍ଯ୍ୟନ୍ତ ମନର ନ ଚେତେଇଛି ଜୀବ ପ୍ରକୃତି ମେଳରେ ହିଁ ଧାବମାନ ହେଉଥାଏ, ଜାଗ୍ରତ ହେଇପାରେ। ତହିଁ ଉତାରୁ ଧରିତ୍ରୀ ବସୁନ୍ଧରୀ। ବାସ୍, ତାପରେ ଏସବୁ ଧରିତ୍ରୀ ବସୁନ୍ଧରୀ ତିଆରି ହେଲା। ପ୍ରତ୍ୟେକ ଜିନିଷ ହେଲା ପରେ ଏ ଧରିତ୍ରୀ ବସୁନ୍ଧରୀଟା ତିଆରି ହେଲା। କାହିଁକି ନା ବସିବା ପାଇଁ ବସୁନ୍ଧରା ହେଲା। ଆମେ ବସିବା ପାଇଁ ସୃଷ୍ଟିଟା ହେଇଛି ନା, ଗଛଟେ ବସିଛି କି ଜୀବଜନ୍ତୁ ବସିଛନ୍ତି, ପଶୁ ପକ୍ଷୀ ବସିବାର ଗୋଟେ ଜିନିଷଟା ବସିଛି, ମାଟି ଟିକେ ଦେବାର ଦିପଟେ ତାପରେ ବସୁଛୁ, ଆମେ ପଡ଼ିଯିବନି? ଆମେ ସେମିତି ମାଟି ନହେଲେ କେଉଁଠି ରହନ୍ତୁ। ଲୋକମାନେ କ'ଣ କରୁଛନ୍ତି ଏଇଟା ବୁଝିବା ପାଇଁ ନାରାଜ। ଆମ ବାପା ଆମକୁ ଜନ୍ମ ଦେଇଛି, ଆମ ବାପା ମା' ମାନେ ଆମର ଅଜା ଆଈମାନେ ଜମି ରଖିଦେଇଛନ୍ତି, ସେ କେଉଁଠୁ ଆଣିଲେ ବା ରଖିଦେଇଗଲେ ତତେ? ଅନ୍ଧବିଶ୍ୱାସ ନୁହେଁ ଦୁନିଆ। ଏଇ ଯେଉଁ ଭଜନଟା ଗାଉଛି, ଏ ଭଜନଟା ଯିଏ ବୁଝିପାରିବ, ଯିଏ ଶୁଣିପାରିବ, ଯିଏ ଶିଖିପାରିବ, ସେ ଜାଣିବ ଯେ ଧରତୀ କେଉଁଠୁ ଆସିଲା, କ'ଣ ହେଲା, ପାଣି ପବନ କେଉଁଠୁ ଆସିଲା, କିଏ ତିଆରି କଲା, କାହା ପରେ କିଏ ହେଲା। ଆମର ସେଇ କଥାଟି ଚାଲିଛି ଏଇଠି। ଅହି ପରେ ପୃଥ୍ୱୀ ଟିକେ ରୁହା ରହ, ଇଲେକ ମାଡ଼ି। ତରବର ହଉଛୁ, ଟିକେ ରହ। ଅହି ପରେ ପୃଥ୍ୱୀ ରୁହା ଇଲେକ ମାଡ଼ି। ଅହି ମାନେ ବୁଝୁଛୁ ସର୍ପ। ଡିଷ୍ଟର୍ବ କରିବେ, ଟିକେ ରହ। ଶ୍ରୀ ଗୁରୁ ମହିମା ଅଲେଖ। ଉଠ। ବାସୁକି ନାଗ, ବୁଝିଲ? ପୃଥ୍ୱୀ ମାଟି ତଳେ ବାସୁକି ନାଗ ଅଛି, ତା ଫଣା ଉପରେ ପୃଥିବୀ ରହିଛି। ହେଲା, ଓହି ପରେ ସୃଷ୍ଟି ରୁହାଇଲେ ହେଲା। ଆମର କେଉଁଟା କହିଲୁ? ମୁଖ ନାସା କନଚକୁ ସାତ ଦ୍ୱାରକୁ ସପ୍ତଫଣୀ କୁହାଯାଏ। ତାପରେ ଏଇ ପୃଥିବୀଟା, ଏଇ ଯେଉଁ ତାଳୁକାଟା ଆମର, ସେ ଗୋଟେ ପୃଥିବୀ, ସେ ଶୂନ୍ୟ ପୃଥିବୀଟା ବାହାରକୁ କୁହାଯାଏ। ହେଲା, ତେଣୁ ଏଠି ଯଦି ପିଣ୍ଡରେ ଏହା ବ୍ରହ୍ମାଣ୍ଡରେ ଗୋଟେ ବାସୁକି ଅଛି, ତାଙ୍କୁ ସପ୍ତ ପାତାଳରେ ସେ ସପ୍ତ ନାଗ କୁହାଯାଏ। ହେଲା, ତା ରାଜ୍ୟରେ ନାଗ ରାଜ୍ୟ ପାତାଳରେ, ସେଇ ମୁଣ୍ଡେଇଛି ମାଟି। ତେଣୁକରି ପୃଥିବୀଟା ଆମର ତା ଦ୍ୱାରା ରହିଛି। ଆମେ କହୁଛେ ଆମ ପୃଥ୍ୱୀ, ତୁ ମୁଣ୍ଡେଇ ପାରିବ ଏଡ଼େ ବଡ଼ ପୃଥିବୀ? ପଥର ଖଣ୍ଡେ ମୁଣ୍ଡରେ ମୁଣ୍ଡ ଫାଟି ଯାଉଛି, ପୃଥିବୀ ମୁଣ୍ଡେଇବ ରଜା। ହଁ, କହିଦେବ କେଳେ କେଳେ ମୁଣ୍ଡ ଜ୍ୟୋତି ଯୁଗଲ ଯୋଡ଼ି। ସେଠାରେ ରଚିଲେ ଜ୍ୟୋତି ଯୁଗଲ ଯୋଡ଼ି। ଦୁଇଟା ହବ। କେମିତି କହିଲୁ? ନା ସ୍ତ୍ରୀ ପୁରୁଷ ସଂସାରରେ ମାଇ ଅଣ୍ଡା ଯୋଡ଼େ, ପାତାଳରେ ବାସୁକି ବିଷହେରି, ସେଇ ଦୁଇ ହେଲା। ସେଠି ଚାଲିଗଲା ତ ଦେବତା, ସେଠି ଦେବା ଦେବୀ ହେଲା। ଇନ୍ଦ୍ର ହଉ, ଯିଏ ହଉ, ଇନ୍ଦ୍ରାଣୀ ସମସ୍ତେ ଦେବାଦେବୀ ବୋଲିଦେଲେ, ସମସ୍ତେ ଦୁଇ। ସେଠିକି ବିଷ୍ଣୁ ଗଲେ, ଲକ୍ଷ୍ମୀ ବିଷ୍ଣୁ, ବ୍ରହ୍ମା ସାବିତ୍ରୀ, ଶିବ ପାର୍ବତୀ, ନିରାକାର ଯୋଗମାୟା, ସବୁ ଦୁଇ ଯୋଡ଼ା ହେଲା।
ମାଇ ଅଣ୍ଡା ଦୁଇଟା ଗଛ ନାହିଁ, ଗୋଟେ ଗୋଟେ ଗଛରେ ଫଳିବନି, ଗୋଟେ ଗୋଟେ ଫୁଲ ଫୁଟିବନି, ଗୋଟେ ଫୁଟିବ। କଖାରୁ ହଉ ସେ ପନିପରିବା ହଉ ଯେକୌଣସି ଗଛ କାହିଁ ଯାଉଛୁ ନା କିଏ ଏଇଟା କାହିଁ ପଳେଇ ଯାଉଛି ନା ହଉଛନ୍ତି ଏମାନେ। ସୁମନ ଶାନ୍ତି ମନ କ୍ଷମାଦି ବିଚାରଣ। ସୁମନ ଶାନ୍ତି ମନ, ଭଲ ମନଟା ଶାନ୍ତି ମନ। କ୍ଷମା କେମିତି ହେବ ନା ଶାନ୍ତି ମନରେ କ୍ଷମା ଦିଆଯାଏ। ହେଲା, ଜଣେ ଯେତେବେଳେ ବିଚାରାଳୟରେ ବିଚାର କରେ, ସେ ବିଚାର ଯେତେବେଳେ ଖୁବ୍ ଗମ୍ଭୀର ଭାବରେ ବିଚାର କରେ, ସେ ବସିବ ଯେତେବେଳେ ଜଜ୍ ବିଚାର କରିକି ଶାନ୍ତି ମନରେ ସେ ସେଇଠୁ କ୍ଷମା ଦେବ। ଯଦି ରାଗ ମନରେ ଥିବ ସଙ୍ଗେ ସଙ୍ଗେ ଶୁଣିଦେବ, ଅର୍ଡ଼ର କରିଦେବ ନା ନାଇଁ। ଏହା ହେଉଛି ନା ଆମ ସମାଜ ବି ସେଇଆ। ଅଧିକ ରାଗିଗଲେ ମାରପିଟି ଫୌଜଦାରିକା ମାରି ବି ଦେଉଛି। ଶାନ୍ତି ହେଲେ ତ ଟିକେ ଦୟା ଆସିବ ନା। ତେଣୁ ସତ, ଶାନ୍ତି, ଦୟା, କ୍ଷମା ଏ ଚାରି ଧର୍ମର ମହିମା। ଏମାନେ ହେଉଛନ୍ତି ଲକ୍ଷ୍ମୀଙ୍କର ପୁଅ। ଯଦି ଲକ୍ଷ୍ମୀଙ୍କର ସତ, ଶାନ୍ତି, ଦୟା, କ୍ଷମାରେ ନାରାୟଣ କୁଆଡ଼େ ଯିବେ କି ଆଉ? ତ ଏଇ ପାଖେ ପାଖେ ରହିବେ। ଏ ଶରୀର ହେଉଛି ଲକ୍ଷ୍ମୀ, ତା ଭିତରେ ଯେଉଁ ଆତ୍ମା ବସି ସେ ନାରାୟଣ ପାଖରେ ଯିବେ। ହେଲା, ତାହେଲେ ମୁଖରେ ସତ, ନାସାରେ ଶାନ୍ତି, ଦୃଷ୍ଟିରେ ଦୟା, ଶ୍ରବଣରେ କ୍ଷମା। ହେଲା, ଶୁଣିଲେ କ୍ଷମା ଦେଇପାରିବ, ଦୃଷ୍ଟିରେ ଦେଖିଲେ ଦୟା ସାହା। ଲୋକଟା ଗୋଟେ କେଡ଼େ ଅବସ୍ଥାରେ ଅଛି ରେ, ମୁଠେ ଖାଇବାକୁ ଦିଏ, ଛିଡ଼ାଟା ପିନ୍ଧି ଖଣ୍ଡେ କପଡ଼ାଟା ଦିଏ, ଗୋଟେ ଯିଏ ବି ହଉ ନାଇଁ କି। ଆଉ ସତ ଭାଷାଟି ମୁଖରେ ଆସେ, ଏଇଠି ବି ଅସତ୍ୟ ଆସେ। କିନ୍ତୁ ବ୍ରହ୍ମକୁ ଯଦି ଆମେ ଚାରିପୁତ୍ର ଏଭଳିଆ, ତାହେଲେ ମୋ ଘଟରେ ସେ ଯଦି ଅଛନ୍ତି, ମୁଁ କେମିତି ମିଛ କହିବି, ମୁଁ କେମିତି ଅଶାନ୍ତି ହେବି, ନାଇଁ କି। ସେ ନିଜକୁ ନିଜେ ଭାବିପାରିବ। କିନ୍ତୁ ଆମେ ବି କହୁଛୁ ମୁଁ ବି ରାଗି ଯାଉଛି, ମୁଁ କିନ୍ତୁ ତାଙ୍କର ଶିକ୍ଷା ପାଏ। ତାପରେ ଯଦି ରାଗିବ କ'ଣ ତାଙ୍କ ପାଖକୁ ଆସନ୍ତି କି, ତାଙ୍କ ଦ୍ୱାରକୁ ଯାଆନ୍ତି କି, ତାଙ୍କ ଯଜ୍ଞ କରନ୍ତି କି? ତମେ ଏଇଠି ଗୋଟେ ବିଚାର କରିବ ନା। ସେଇଭଳିଆ ଯଦି ଆମେ ପିଲାଟାକୁ ଟିକେ ଧମକ ଚମକ ନ କରିବୁ, ସଦାବେଳେ ତାକୁ ଉପରେ ମୁଣ୍ଡେଇବୁ, ସେ ପିଲାଟି ମଣିଷ ହେବ କି? ହେବ। ସେଇଭଳିଆ ପ୍ରତ୍ୟେକ କଥାର ଗୋଟେ ଶିକ୍ଷା ପିରିୟଡ଼ରେ ଟିକେ ରାଗିବାକୁ ପଡ଼ିବ। ସାର୍ ମାନେ ବି, ମାଷ୍ଟରମାନେ ବି ସେଇଭଳିଆ ପିଲାମାନଙ୍କୁ ଶିକ୍ଷା ପିରିୟଡ଼ରେ ରାଗନ୍ତି। କ'ଣ ତୁମ ଘରକୁ ଆସି ପିଟିବେ ଖାଲି ଖାଲି? ଏଟା ଯିଏ ପ୍ରକୃତ ଜ୍ଞାନୀ ଲୋକ, ସିଏ ସେଇ କଥାଟାକୁ ଅମୃତ ତୁଲ୍ୟ ପଡ଼ି ନାହିଁ, ଆମ ସାର୍ ଆମ ମଙ୍ଗଳ ପାଇଁ ପିଟିବେ, ମୁଁ ପାଠ ପଢ଼ି ଯିବି, ମୋର ଭୁଲ ହେଲା ମୋତେ ପିଟିବେ। ଆଉ ଯଦି ମୋ ସାର୍ ମୋତେ ଗାଳିରେ ପିଟିଲେ ବୋଲି ଘରେ ରହିଲେ, ତା ପାଠଟା ହେବ କି ଆଉ? ହଁ କହ। ଶୀଲ ଦୟାଲୁ ଘେନି ହୋଇଲେ ପାଞ୍ଚ ଜଣ। ସେ ଶାନ୍ତଶୀଳ, ଦୟା, କ୍ଷମା, ଦୟାଳୁ ଯେଟା ଦୟା। ପାଞ୍ଚ ମନରୁ ଜାତ ହୋଇଲେ ପ୍ରକୃତି ଗଣା। ପାଞ୍ଚ ପଚା 25 ନାହିଁ, ପାଞ୍ଚଟା ମନ ପଚିଶ ଅଛି। ପ୍ରକୃତିରୁ ସୁମନ, ଅମନ, କୁମନ, ବିମନ, ପ୍ରକୃତି ବିକୃତି ରହ ଉଦ୍ଯାପନ। ଟିକେ। ସୁମନ, ଅମନ, ବିମନ, କୁମନ, ପ୍ରକୃତି ମହମନ। ହାଡ଼ଙ୍ଗ ନାଡ଼ଙ୍ଗ ଲୋମଙ୍ଗ ମାସ ଶୋଷି ପଞ୍ଚ ବସୁନ୍ଧରା ଲାଳ ସେଦ ମୂତ୍ରବୀଜ ରକ୍ତ ପାଞ୍ଚ ଜଳେନଚ କ୍ଷୁଧାତୃଷା ନିଦ୍ରାତୃପ୍ତି ଲଜ୍ଜାଞ୍ଚ ଅଗ୍ନିବେବଚ ଚଞ୍ଚଳଙ୍ଗ ସହଜଙ୍ଗ ଧାପଙ୍ଗ ବଳ ଶବ୍ଦ ସମୀରଣ। ହେଲା, ଏତାନି ପଞ୍ଚପଞ୍ଚାନି ପ୍ରକୃତି ପଞ୍ଚ ମିଶନ୍ତି। ତାହେଲେ ଏସବୁ କ'ଣ ଲାଳ ସେଦ ମାନେ କ'ଣ ଝାଳ, ଏଇ ଯେଉଁ ସବୁ ଧର୍ମ, ଏଗୁଡ଼ା ସବୁଗୁଡ଼ା ସେଇ ଗୋଟେ ଜିନିଷ ପାଞ୍ଚର ଆସେ। ଲୋମ, ଚର୍ମ ଇତ୍ୟାଦି ଇତ୍ୟାଦି ତାକୁ 25 ପ୍ରକୃତି କରିଦିଆଗଲା। ହାଡ଼ ନାଡ଼ ଲୋମ ମାଂସ ଶୋଷି, ହାଡ଼ ଭିତରେ ଯେଉଁ ଶୋଷି ରୁହେ, ଇଏ ବସୁନ୍ଧରାର ଜାତ। ହେଲା, ପୃଥିବୀ ତତ୍ତ୍ୱ। ରକ୍ତ ପାଞ୍ଚ ଜଳେନଚ। ରକ୍ତ କୋଉଠୁ ଆସିବ? ଜଳ ନହେଲେ ରକ୍ତ ଆସିବ କି ଶରୀର? ପାଣି ନ ପଡ଼ିଲେ ରକ୍ତ ରହିବ କି ଶରୀର? ସେ ଜଳ ତତ୍ତ୍ୱରୁ ଆସେ। ଶବ୍ଦ ସ୍ପର୍ଶ ସେ ସବୁରୁ ଆସିବ। ଶବ୍ଦ ସମୀରଣ, ସମୀରଣ ମାନେ ପବନ ସମୀର, ସେ ପବନ ତତ୍ତ୍ୱରୁ ଆସେ। ଲୋଭଂ ମୋହଂ କାମ କ୍ରୋଧ ଆଉ ତମଃ ଆକାଶ ସଞ୍ଚାରୀ, ତମ ଗୋଟା ଆକାଶରୁ ଆସେ। ହେଲା, ଆକାଶ ତତ୍ତ୍ୱରୁ ଆସେ। ଏମିତିକି ପାଞ୍ଚ ମନ 25 ପ୍ରକୃତି ଯେ ଆମେ କହୁଛୁ, କେଉଁ ତତ୍ତ୍ୱରୁ କିଏ ଆସେ। ତେଣୁ ସେ ଗଠନ ହେଲା ବେଳେ କିଏ ଜାଣିଲେ ତ ତାକୁ କହିବ। ଭଗବାନ ଜାଣିଥିଲେ ବୋଲି ସେ ତାକୁ ତିଆରି କରିପାରେ। ସେଇ ଆଜ୍ଞାରେ ଏମାନେ କଲେ, ଚଳିଲେ। ଆମ ଶରୀରଟା ଆମେ ଯେମିତି ଚଳୁଛୁ, ଆମେ ମଧ୍ୟ ସେଇ ତତ୍ତ୍ୱକୁ ଜାଣିବା ଏକାନ୍ତ ଆବଶ୍ୟକ। ଏଇଟା କ'ଣ ପାଇଁ ହେଉଛି, କ'ଣ ପାଇଁ ହେଲା, ଲୋମ କେଉଁଠୁ ଆସିଲା, ଦାନ୍ତ କେଉଁଠୁ ଆସିଲା, ନଖ କେଉଁଠୁ ଆସିଲା, ଚର୍ମ କେଉଁଠୁ ଆସିଲା, ଅସ୍ଥି କେଉଁଠୁ ଆସିଲା, ଆଉ ଶାଶ୍ୱତ ବାସ୍ତବରେ ନାଡ଼ି କହିଥିଲା ସେ 32 ଖଣ୍ଡ ହାଡ଼ କି 33 ଖଣ୍ଡ ହାଡ଼ କି 300 ବାସ୍ତରୀ ନାଡ଼ି, ଏସବୁ କେମିତି ଆସିଲା, କେଉଁଥିରୁ ତିଆରି ହେଲା, କେତେ ଦିନରେ ତିଆରି ହେଲା, କାହିଁକି ହେଉଛି, କ'ଣ ପାଇଁ ଆମେ ଗୋଟେ ମଜବୁତ ଖୁମ୍ବ ହେଉଛୁ, ଆମେ ଗୋଟେ ପାହାଡ଼ ଭଳିଆ ହେଉଛୁ, ଆମେ ଗୋଟେ ଖୁଣ୍ଟ ଭଳିଆ ହେଉଛୁ, ଗୋଟେ ଘର ଭଳିଆ ହେଉଛୁ, କାହିଁକି ଆମ ଶରୀରକୁ ଉପଲକ୍ଷ ଦିଆହେଉଛି। ଯଦି ଦମ୍ ନଥିବ, କିଛି ବୋହିପାରିବନି, ଚାଲିପାରିବନି, ଛିଡ଼ା ହେଇପାରିବନି, ଗଡ଼ି ପଡ଼ିବ ନା।
କାନ୍ଥଟା ଯେ ଷ୍ଟ୍ରଙ୍ଗ ସିମେଣ୍ଟ କାମ ନ ହେବ ଭଲ ରଡ଼୍ରେ ସେ ଗଡ଼ିଯିବ ଅଳ୍ପ ଦିନରେ। ତେଣୁକରି ସବୁ ଶରୀର ମାଧ୍ୟମରେ ଧର୍ମ ସାଧନ, ଶରୀର ତତ୍ତ୍ୱକୁ ନେଇକି ଭୀମ ବହି ସବୁ କଥା ଲେଖିପାରିବ। ତାପରେ 25 ପ୍ରକୃତି ବିକୃତି ଉଦ୍ଯାପନ। ବିକୃତି ବୋଲେ ଜାଣିଛୁ ଖରା, ମୋତେ ଭାରି ବିକୃତିଆ ଲାଗୁଛି। ଏଇଟା ନୟାଗଡ଼ ଭାଷାରେ କୁହାଯାଏ, ସଂସ୍କୃତ ଭାଷା ନା। ବିକୃତିଆ ମୋତେ ଖରାପ ଲାଗୁଛି। ତେଣୁ ଏଇ ପ୍ରକୃତିରୁ ହିଁ ଖରାପ ଗୁଣ ଜାତ ହୁଏ ହେଲା। ଆମ ଶରୀରରୁ ହିଁ ଖରାପ ଗୁଣ ଜାତ ହୁଏ। ମୁଁ ଆଜି ଖଟା ଖାଇବି, କାଲିକି ମିଠା ଖାଇବି, କାଲି ପିତା ଖାଇବି, ଏଇ ରୋଗ ସୃଷ୍ଟି କରାଏ ନାଇଁ କି। ତ ଶରୀର ଯେତେବେଳେ ନ ଚାହିଁବ ଖାଇବା ପାଇଁ ସେ ଖାଇବନି। ଇଚ୍ଛା ନାହିଁ, ମୋତେ ଭଲ ଲାଗୁନି ରେ, ମୁଁ ଖାଇବିନି ରେ ପୁଅ, ସେ ଖାଇବ କି? ଶରୀର ଯେତେ ଭଲ ଥିବ, ଛଅ ତୁଳ ନ ବଜା ଆଜି ମିଠା ମଦ ମାଛ ମାଂସ ସବୁ ଜାଣିବ। ଯେତେବେଳେ ସେନ୍ସ ଆଉଟ୍ ହେଇଯିବ ସେତେବେଳେ ଖାଇବି କହିବ କି ଆଉ। ତେଣୁ ପ୍ରକୃତିରୁ ବିକୃତି ଜାତ ହେଉଛି ବୋଲେ ଖରାପ ଚରିତ୍ର, ତାକୁ ବିକୃତି କୁହାଯାଏ। ସଂକ୍ଷିପ୍ତରେ କହିଲେ ଖରାପ ଚରିତ୍ର। ଯାହା ଯେତେକ ଖରାପ ଅଛି ତାକୁ କେତେ ବର୍ଣ୍ଣନା କରିବି। ହଁ କହ। ବିକୃତିରୁ ଜନ୍ମିଲା ହାସ୍ୟ ପ୍ରେମ ପ୍ରଦାନ। ବାସ୍, ଏ ହାସ୍ୟ ପ୍ରେମଟା ସଂସାର ଯେଉଁ ଜାତ ହେଇଛି ଜାଣିପାରୁଛନ୍ତି, ତ ସେଟା ସେ ବିକୃତିରୁ ହିଁ ଜାତ ହୁଏ। ଖରାପ ଗୁଣ ଜାଗ୍ରତ ହେଲେ ନାରୀ ଦର୍ଶନ ଇତ୍ୟାଦି ଇତ୍ୟାଦି କଥା ସେଗୁଡ଼ାକ ସେଇଠି ଆସେ। ଭଲ ଥିଲେ ଶାନ୍ତି ସମାଧି ପୂର୍ବ ଜ୍ଞାନ ନ୍ୟୁନ, ତେଣୁ ନ୍ୟୁନ ହିଁ ଭଜିଲେ ହରିଭକ୍ତି ପାଇ କନ୍ଦଳ କରିବାଟି ଜ୍ଞାନ ନଷ୍ଟ ଯାଏ। ଧୀର ଧୈର୍ଯ୍ୟ ହେବୁ ନ କରିବୁ ହୃଷ୍ଟ, କ୍ରୋଧ ରାଗ ତମ କଲେ ଜ୍ଞାନ ହୁଏ ନଷ୍ଟ। ଶାନ୍ତି ଗୁଣଟା ସେ ହେଉଛି ସମାଧିସ୍ଥ ଜ୍ଞାନର ଗୁଣ। ସମାଧି ଯେତେବେଳେ ଯିବ ହେବ ସେ ଶାନ୍ତି ହେଇଯିବ, ଅର୍ଥାତ୍ ମୁଁ ସଂସାର ବିଧାନରେ ମୁଁ ଶାନ୍ତି ପାଇଗଲି। ଅଶାନ୍ତି ଆଉ ସେଟା ହେଲା ଅଶାନ୍ତି ଆଳୟ। ଶାନ୍ତି ଆଳୟକୁ ଯିବା ପାଇଁ ସମାଧି ଏକାନ୍ତ ଆବଶ୍ୟକ। ତେଣୁ ସେଥିପାଇଁ ସମାଧି ଯୋଗ ନିହାତି ଡେଲି ସାଧନା କରିବାକୁ ପଡ଼ିବ। এটা କୁହାଯାଏ ସମ ଆସନ ବସି ଧୀରେ ସମିତ ସମ କଳେବରେ ଜାଣି ଯୋଗରେ ବେନି ପାଣି ଦୂରେ ସ୍ଥାପିବ ବେଳ ଜାଣି ବେନି ନୟନ ନାଶାଗ୍ରେ ନିଶ୍ଚଳେ ସ୍ଥାପିବ ସମଗ୍ରେ ତେବେ ତୁ ଦେଖିବୁ ସାକ୍ଷାତ ଆତ୍ମାର ରୂପ ଦୃଷ୍ଟି ମାତ୍ରେ। ଜ୍ଞାନ ଦୃଷ୍ଟିରେ ନିଜ ଆତ୍ମାକୁ ଦେଖିବୁ। ଯେଉଁଟା ଦୀକ୍ଷା ଦେଲାବେଳେ ଗୁରୁ ତମକୁ କହିଛନ୍ତି କି ମୋତେ ବି କହିଛନ୍ତି ସମସ୍ତଙ୍କୁ କହିଛନ୍ତି। ଆଉ ବିନା ଗୁରୁ ସେ ବାଟ ନାହିଁ କି ବିନା କୋଡ଼ ସେ ହାଟ ନାହିଁ କି ବିନା ଗୁରୁ ସେ ପାଠ ନାହିଁ। ଗୁରୁ ବି ବାଟ ଦେଖେଇବେ, ଗୁରୁ ବି ପାଠ ପଢ଼େଇବେ। ଶିକ୍ଷକ ଗୁରୁମାନେ ପାଠ ପଢ଼ଉଛନ୍ତି, ଜ୍ଞାନ ଗୁରୁମାନେ ରାସ୍ତା ଦେଖାଉଛନ୍ତି। ଆଉ କଉଡ଼ି ପଇସା ନହେଲେ କ'ଣ ହାଟରେ ମାର୍କେଟକୁ ଯାଇକି କ'ଣ କିଣିବ ବିନା କଉଡ଼ିରେ? ଖାଲି ବ୍ୟାଗ୍ଟା ଧରିକି ଫେରି ଆସିବନି। ସେଇଭଳି ଆଜି ସଂସାର ଯେତେ ଆସିଛନ୍ତି ଜୀବଗଣ ସବୁ ଖାଲି ବ୍ୟାଗ୍ ଧରିକି ଫେରିଯିବେ, ବିନା ଗୁରୁରେ ବାଟ ନାହିଁ। ଯେତେ ଲକ୍ଷେ ଶାସ୍ତ୍ର ଲକ୍ଷେ ତୀର୍ଥ ଲକ୍ଷେ ପୂଜା କଲେ ଜୀବ ମୁଖ୍ୟ ଆଡ଼କୁ ଯାଇପାରିବ ନାହିଁ। ଜାନ୍ତି ଦେବ ବ୍ରତା ଦେବାନ ପିତୃ ଜାନ୍ତି ପିତୃବ୍ରତା ଭୂତାନି ଜାତି ଭୂତେଜା ଜାନ୍ତି ମଜା ଯେନ ବିମା। ନାଇଁ ଗୀତାରେ କହୁଛି ନା, ଆମେ କ'ଣ ମନ ପଡ଼ା କଥା କହୁଛୁ କି? ଆରେ ଭୂତ ପ୍ରେତକୁ ଚଢ଼ି ଚାମଡ଼ା ପୂଜା କରିବୁ ରେ, ଆରାଧନା କରିବୁ, ତାତି ଜାତି ଗୁଣିଗାରେଡ଼ି କରିବୁ। ତୁ ସେ ଭୂତ ପ୍ରେତ ସ୍ତରକୁ ଯିବୁ କି ଭଗବାନ ପାଖକୁ ଯିବୁ? ହଁ, କୁକ କିମାକାର ବଶୀକରଣ ଉଚ୍ଚାଟନ ଜାରଣ ମୋହନ ସ୍ତମ୍ଭନ ଇତ୍ୟାଦି ସିଦ୍ଧି ଲାଭ ପାଇଁ ଦେବାଦେବୀକି କେପୁ ଜୟୀ ହଁ କାଷ୍ଟପାଷାଣ ତରୁଲତା ସର୍ବପୂଜେ ହୋଇମତା ବାସଳି କାଳୀ ଦୁର୍ଗାହର ଚଢ଼ି ଚାମଡ଼ା କ୍ଷୁଦ୍ରତର ଏଥେ ନଥାଇ ମୁକ୍ତିସାର ନିଷ୍କାମ ଜ୍ଞାନ ମୁକ୍ତି ଦ୍ୱାର। ନାଇଁ କି ଗୀତାର ସେଇ ସତ୍ୟ ମଧ୍ୟରେ ଅଛି। କାମ ସ୍ତୟୀ ସ୍ତୟୀ ହୃତ ଜ୍ଞାନ ପ୍ରପଦ୍ୟନ୍ତେ ନିୟ ଦେବତା ତଙ୍ଗ ତଙ୍ଗ ନିୟମ ମାତ୍ରାୟ ପ୍ରକୃତା ନିୟତା ସୟା। ସେଠି କାମେ ବଶୀଭୂତ ହୁଏ, ଆତ୍ମଜ୍ଞାନରୁ ଦୂରେ ଥାଏ। ନିଜ ନିଜର ସ୍ୱଭାବରେ ଅନ୍ୟାନ୍ୟ ଦେବ ପୂଜା କରେ। କେବା ମାରଣ ଉଚ୍ଚାଟନ ଜାରଣ ମୋହନ ସ୍ତମନ ଇତ୍ୟାଦି ସିଦ୍ଧି ଲାଭ ପାଇଁ ଦେବାଦେବୀକି କେ ପୂଜାଏ। ଅନ୍ତବତୁ ଫଳଂ ତେସାଙ୍ଗ ଦେବାନ ଅନ୍ତବତୁ ଫଳଂ ତେସାଙ୍ଗ ଆଉ କ'ଣ ପଦଟା ଜାଣିବ ଅନ୍ତବତୁ ଫଳଂ ତେସାଙ୍ଗ ତଦ୍ଭବତର ପଦମେତ ସାଙ୍ଗ ଦେବାନ ଦେବ ଯୋଜାନ୍ତି ମଧୁଭକ୍ତା ଜାନ୍ତି ମାମପି। ଦେବତା ପୂଜିବାର ଫଳ ସ୍ଥାୟୀ ନୁହେଁ ଚିରକାଳ। ଦେବତା ନିଜେ ନୁହେଁ ସ୍ଥାୟୀ, ତା ସେବା ଫଳ ସ୍ଥାୟୀ କାହିଁ? ଯେମାନେ ମୋର ସେବା କରି ସ୍ଥାୟୀ ଫଳକୁ ସେଉ ଧରି ମୋ ଅବିନାଶୀଟି ଅବ୍ୟୟ ମୋ ସେବା ଫଳଟି ଅବ୍ୟୟ। ନିର୍ଗୁଣ ବ୍ରହ୍ମକୁ ଗଲା କି ନାହିଁ? ଖାଲି ଗୀତା ପଢ଼ିଲା ଆମର ତ ଗୀତା ଆମ କୃଷ୍ଣ ଆମ ରାଧା ଆଉ। ହଁ ଆରେ ତୁ ତ ରାଧା, ତୋ ଆତ୍ମା ତ କୃଷ୍ଣ। ଯେଉଁ ଆକର୍ଷିତ ସବୁ କୃଷ୍ଣ ଆକର୍ଷଣ ଶକ୍ତି ଗୋଟେ ଅଛି, ବିକର୍ଷଣ ଶକ୍ତିରେ ଆମେ ବଢ଼ୁଛୁ। ଆକର୍ଷଣ ହେଇଗଲେ ସେଠି ବ୍ରହ୍ମାଣ୍ଡକୁ ଆମ ମନ ପ୍ରାଣ ଯିବ। ନ ବଜିଲା ପର୍ଯ୍ୟନ୍ତ ଆକର୍ଷିତ ଆମେ ହେଇପାରିବୁନି, ଆମେ ଅନ୍ଧବିଶ୍ୱାସରେ ରହିଯିବୁ। ଭଗବାନ କ'ଣ ମାଟି? କୃଷ୍ଣ କ'ଣ ମାଟି ପଥର? ଆମେ ତାକୁ ବନେଇ ଦେଇ କୃଷ୍ଣ କହୁଛୁ ନା। କୃଷ୍ଣକୁ ତୁ ବନେଇ ଦେବୁ, ତୋତେ କିଏ କୃଷ୍ଣ ବନେଇଛୁ? ତୁ କୋଉଠି କୃଷ୍ଣକୁ ବନେଇ ଦେଉଛୁ? ତେଣୁ ଭଗବାନ ସ୍ୱୟଂ ପରମ ବ୍ରହ୍ମକୁ ହିଁ କୃଷ୍ଣ ଶବ୍ଦ କୁହାଯାଇଛି।
ତାକୁ ଉପନିଷଦରେ କହିଛି କ'ଣ, ଯେଉଁ ଆକର୍ଷୟତି ସ କୃଷ୍ଣ, ଆକର୍ଷଣ ଶକ୍ତି ଯାହାର ଅଛି, ତ୍ରିଗୁଣ ରଜ୍ଜୁ କରେ ଧରି ମୁର୍ଗୀ ନଚାଉ ନର ହରି, ଜୀବକୁ ଭୁଞ୍ଜାଇ ଭୁଞ୍ଜାଇ ଅନ୍ତରେ ସାକ୍ଷୀ ରୂପେ ଥାଇ। ସତର ତମ ଦୌଡ଼ିରେ ଆମକୁ ବନ୍ଧନ କରି ତିନିଟା ଚୁଟି ଭଗବାନ ପାଖରେ ଅଛି, ସେ ଚୁଟି ଦ୍ୱାରା ଆମକୁ ଚଳପ୍ରଚଳ କରୁଛନ୍ତି। ଆମ ଇଚ୍ଛାରେ ଆମେ ଚଳପ୍ରଚଳ ହଉ। ଯେତେବେଳେ ଯିବ ଜାଣିପାର ପ୍ରଭୁ ତତେ କୋଟି ଶରଣ, ତୁ ମୋତେ ଯୋଉଠି ଦୈବ ଦୌଡ଼ି ମଣିଷ ଗାଇ ତେଣିକି ଟାଣେ ତେଣିକି ଯାଇ, ତୁ ଯୁଆଡ଼େ ମୋତେ ଟାଣୁଛୁ ମୁଁ ସେଇଆଡ଼େ ଯାଉଛି, କିନ୍ତୁ ମୋତେ ଅନ୍ୟଆଡ଼େ ନ ଟାଣି ତୋହରି ଆଡ଼କୁ ଟାଣିଲେ। ସେ ଜାଣିଲେ ତ କହିବ, ସେ ଜାଣିପାରୁନି। ଭାତ ଖାଉଛି କି ତରକାରୀ ଖାଉଛି, ପେଜ ଖାଉଛି କି ବିଷ ଖାଉଛି, କିଛି ଜାଣିପାରୁନି। ହଁ, ପ୍ରଧାନରୁ ଜନ୍ମିଲା ରେତ ରସାଦି ମାନ। ବାସ୍ ସେଇ ଯେଉଁ ପ୍ରେମ ଉନ୍ମାଦ ପ୍ରେମ, ଯେଉଁ ସଂସାର ସହବାସ କରିବା ବା ସଂସାର ବିବାହ ଯୋଡ଼ା ହେବା ପରେ ଯେଉଁ ସୃଷ୍ଟି ଆସେ, ସେ କର୍ମ ସଙ୍ଗୀତ ଆସେ, ସେଇ ସମୟରେ ଏସବୁ ତ ରେତ ଜନ୍ମ ହେଲା ପରେ କ'ଣ ନା, ରଜବୀଜ ଶରୀର ଗୋଟେ ସମାହାର ଗୋଟେ ପଞ୍ଚଭୂତ ଶରୀର ଆସ୍ତେ ଆସ୍ତେ ଗୋଟେ ମାଂସ ପିଣ୍ଡୁଆଟି ଆଗେ ପାଣି ବିନ୍ଦୁ ହେଇଯାଏ, ତାପରେ ମାଂସ ପିଣ୍ଡୁଆଟି ଜାତ ହୁଏ। ମାଂସ ଭିତରେ ଜୀବନ ଥାଏ। ଯଦି ତୁମେ ମାଂସ କାଟି ଆଣୁଛ, ଗୋଟେ ଉଦାହରଣ ଦେବା, ତୁମେ ମାଂସ କାଟିକି ଯେଉଁ ଆଣୁଛ ସେ କ'ଣ ଜୀବ ଥାଏ? ଯେତେବେଳେ ମାଂସଟା ସଂଗଠିତ ହୋଇକି ବେଷ୍ଟିତ ହୋଇକି ଥାଏ ଚର୍ମ ଶରୀର ଭିତରେ, ରକ୍ତ ସହିତ ସଂଯୁକ୍ତ ହୋଇଥାଏ, ସେତେବେଳେ ଆତ୍ମା ଥାଏ। ତେଣୁ ସେଇ ମାଂସ ପିଣ୍ଡା ଯେତେବେଳେ ରହିଲା ପରେ ଜୀବ ତାକୁ ରଖିଲେ, ତାକୁ କାଟିଲା ବେଳେ ମାଂସ ଅଲଗା ହେଇଯାଏ, ଜୀବ ଅଲଗା ହେଇଯାଏ। ନୟନଂ ଛିନ୍ଦନ୍ତି ଶସ୍ତ୍ରାଣି ନୟନଂ ଦହତି ପାବକ, ନ ଚନଂ କ୍ରେଦଂ ତାପ ନ ଶୋୟତି ମାରୁତଃ। ଆଉ ଆମେ ଜଳରେ, ପବନରେ, ଅଗ୍ନିରେ, ଅସ୍ତ୍ରରେ ତାକୁ ଛେଦି ହେବ। ଶସ୍ତ୍ରାଣି ନ ଦହତି ପାବକ, ପାବନ ଅଗ୍ନି ବି ଦହନ କରିପାରିବନି। ନ ଚନଂ କ୍ରେଦଂ ତାପ ନ ଶୋୟତି ମାରୁତଃ। କ୍ରେଦ ମାନେ ପଙ୍କ, ପଙ୍କରେ ବି ପଚି ସଢ଼ି ଯିବନି ଆତ୍ମା। ଶରୀର ପଚି ସଢ଼ି ଯାଉଛି ନା, ଆତ୍ମା ଯଦି ଶରୀର ଭିତରେ ପଙ୍କ କ୍ରେଦ ଶରୀର ଭିତରେ ପଚି ସଢ଼ି ଯାଆନ୍ତା କି ନାହିଁ? ସେଥିପାଇଁ କୁହାଯାଏ ଯେ ଇଏ କୌଣସି ଛିଦ୍ର ତାକୁ ହାଣିଦେଲେ ବି ଖଣ୍ଡ ହେବ। ତାହେଲେ ଯେ ଇଏ ନ ଖଣ୍ଡ ହେବ, ଭଗବାନଙ୍କୁ ବା କିଏ ଖଣ୍ଡ କରିପାରିବ? କୃଷ୍ଣଙ୍କୁ ଦେଉଛୁ, ନନ୍ଦ ଏଇଟା କଂସ କହିଲା ମୁଁ ମାରିଦେବି, ମାରିଲା କି? ସିଏ ମଲା। ରାବଣ କହିଲା ମୁଁ ରାମକୁ ମାରିଦେବି, ସିଏ ମଲା। ହେଲା, ସେମାନେ ବ୍ରହ୍ମବଂଶୀ। ହଁ, ତ ରେତ ରସରୁ ଜନ୍ମ ହୋଇଲା ରଜଗୁଣ। ସେ ରେତ ରସରୁ ହିଁ ରଜଗୁଣ ଆସେ। ହେଲା, ଏଠି ରେତ ରସ କଥା କହିଲା କାହିଁକି ନା, ସତ ରଜ ତମ। ହେଲା, ତେଣୁ ରଜତମ ଦୁଇଟାକୁ କୁହାଗଲା, ରଜ ଓ ବୀର୍ଯ୍ୟକୁ ରଜତମ କୁହାଗଲା। ସତ ଗୁଣରେ ସେଠି ଶାନ୍ତି ଗୁଣ ଜାଗ୍ରତ ହେଲା। ବୁଝିଲ, ରଜ ମାତା ଅଙ୍ଗରେ, ତମ ହେଲା ପିତା ଅଙ୍ଗରେ। ହେଲା, ହଁ କହ। ଥଲେ ରସ ସାଗରେ ରହିଲା ପରି। ହଁ, ଏ ସ୍ଥଳ ପୁରା ସମୁଦ୍ର, ସାତ ସମୁଦ୍ର ପୁରୀ ରହିଛି, ସେଇଥିପାଇଁ ସେ ବିନ୍ଦୁ ଜଳ ସେଇଥିପାଇଁ କୁହାଯାଏ। ହେଲା, ବିନ୍ଦୁ ହ୍ରଦ ଆମ ଶରୀର ସେଇଭଳିଆ ବିନ୍ଦୁ ପାଣିରେ କେଉଁଠି ଅଛି ନା, ଲାଲ ଚକ୍ରରେ ଅଛି। ମୁଖ, ନାସା, କର୍ଣ୍ଣଚକ୍ର, ସାତ ଦ୍ୱାରକୁ ସାତଟା ସମୁଦ୍ର କୁହାଯାଇଛି। ସେ ସବୁଗୁଡ଼ା ଉତ୍ସ କେଉଁଠି ରହିଲା? ଲାଲ ଚକ୍ରରେ। ଉପରୁ ଆସେ, ବର୍ଷା ସୃଷ୍ଟି ହେଉଛି କେଉଁଠି ଉପରୁ ଆସେ, କିନ୍ତୁ ପାଣିଟା ନେଉଛି କେଉଁଠୁ? ଏଇ ସମୁଦ୍ର ଗାଡ଼ିଆରେ ନେଉଛି, ତାପରେ ବୃଷ୍ଟିପାତ ହେଉଛି ନା ନାହିଁ? ସେଇଭଳି ଆମ ଶରୀର ଯେତେ ଗୁଡ଼ିଏ ରସ ସୃଷ୍ଟି ହେଉଛି, ଖାଦ୍ୟରୁ ରସ, ରସରୁ ରକ୍ତ, ରକ୍ତରୁ ମାଂସ, ମାଂସରୁ ଅସ୍ଥି, ଅସ୍ଥିରୁ ମଜ୍ଜା, ମଜ୍ଜାରୁ ଶୁକ୍ର ବା ରଜବୀଜ ଉତ୍ପତ୍ତି। ଏ ସାତଟା ଧାତୁରୁ ଆମର ବିନ୍ଦୁ ପାଣିରେ ସୃଷ୍ଟି ହେଇଗଲା। ତା ଭିତରେ କ'ଣ କଲେ? ଜୀବ ସଞ୍ଚରଣ କରିବ। ତେଣୁ ତଳ ଆଡ଼ୁ ଯାଉଛି ନା, ଆମେ ଯେତେ ଗୁଡ଼ିଏ ପାଟି ଆଡ଼େ ଖାଦ୍ୟ ଖାଉ, ଆମ ତଳ ଆଡ଼େ ପଡ଼ିଯାଉଛି ମଳା। କିନ୍ତୁ ସେ ରସଟା କେଉଁଠୁ ଯାଉଛି ନା, ନାଭିରେ ଅଗ୍ନି ଯେତେ ପରିପକ୍ୱ କରୁଛି, ରନ୍ଧା ହେଉଛି ଏଠି, ତା ଗ୍ୟାସ୍ ଦ୍ୱାରା, ତା ଯେଉଁ ଶିଶୁନା ରନ୍ଧ୍ର ଦ୍ୱାରା ସେ ରସଟାକୁ ଊର୍ଦ୍ଧ୍ୱଗାମୀ କରାଯାଉଛି। ହେଲା, ଉଦ୍ଧ୍ୟାନ ଜପସିନ୍ଧି ତତ୍ତ୍ୱଜ୍ଞାନ ମଣିଷତେ ଶୂନ୍ୟ ଲୟଞ୍ଚ ବିଲୟନ ଜୀବନ ମୁକ୍ତ ସତ୍ୟ। ଭାତ ହାଣ୍ଡିଟେ ଯଦି ଫୁଟେଇବ, କ୍ଷୀର ହାଣ୍ଡିଟେ ଫୁଟେଇବ, ସେ ଚୁଲିକି ପଳେଇଯିବ, କିନ୍ତୁ ଗ୍ୟାସ୍ଟା ଭାତ କ'ଣ କରେ ନା, ଉପରକୁ ଯିବ, ତାକୁ ଊର୍ଜା କୁହାଯାଏ। ଶକ୍ତି, ଶକ୍ତିକୁ ଊର୍ଜା କୁହାଯାଏ। ସରିଲା କି ନା? କହ ଜଲ୍ଦି ଜଲ୍ଦି, ସେ ସଂକ୍ଷିପ୍ତ। ପରମ ମଜାରୁ ଶୂନ୍ୟ ଶିଖୁ ଖସିଲା। ବାସ୍, ପରମକୁ ମଜା କରାଗଲା। ହେଲା, କାହିଁକି ନା ହଡ଼ି ଭିତରେ ଯେଟା ମଜା, ହଡ଼ିଟା ଆମେ ଦେଖୁଛୁ। ହେଲା, ମିଟି ଓର ପଥର, ହାଡ଼ଟାକୁ କ'ଣ କରୁଛି? ପଥର କରୁଛି, ଆଉ ମାଂସଟାକୁ ମାଟି କରୁଛି। ଏଇ ମାଟି ପଥର ଭିତରେ ଗୋଟେ ଲସା ଅଛି।
ଏଇ ଯେଉଁ ଆମର ଇଏ ପାହାଡ଼ ଭିତରେ ଗୋଟେ ଲସା ଥାଏ ହେଲା। ତ ସେ ଲସାଟାକୁ ଆମେ ଯେଉଁ ଶିଳାଜୁତ କହୁନୁ, ମୁଁ ଦେଖିଛି ଏଇଟା ଆମର ଗମି ଗାଁ ଗଲାବେଳକୁ ଗୋଟେ ପାହାଡ଼ ଭିତରେ ଆମେ ଦାସମର ଯାଉଛୁ, ସେଇଟା ବର୍ତ୍ତମାନ ମିଳୁନି ମୋତେ, ଆଉ ଗୋଟେ ଅଲଗା ପ୍ରକାର ଅଠା ଦେଖେଇଲେ ଯେ ମୁଁ ନାଇଁପାରୁନି। ତେଣୁ ଶିଳା ଶିଳା ମାନେ ପଥର, ତା ଜୋତଟା ବୋଲେ ତାର ରସଟା, ସେଇଟା ହେଉଛି ଶିଳାଜୁତ ଯେଉଁ ବର୍ତ୍ତମାନ ଆମେ ଖାଉନୁ। ଗୋଟେ ଧଳାଟା ଗୋଟେ, ଆଉ ଗୋଟେ ଦେଖିବ ଗୋଟେ ଅଠାଳିଆ ରକମ ଗୋଟେ ପାଣିଆଟା ବି ଦିଅନ୍ତି। କେତେ ସୁନ୍ଦର ଭଗବାନଙ୍କର ଶକ୍ତି। ତାମାନେ ଶିଳାଜୁତଟା ହେଉଛି ଶକ୍ତି, और ठंडा कराए शरीर शक्ति जागृत करेब, ठंडा ठंडा देह शक्तिकारक। गर्भवती षड़ दले विश्राम कला। गर्भवती षड़ दले विश्राम कला। गर्भगत ही 6टा दल, कोटा ना गुह लिंग नाभि उद कंठ ललाट आम छड़ चक्र से दल मान पद्म मानक से विश्राम कर किए ना रेतरस जाई जाई जीव केवल से तारुका द्वार आसी ललाट रही। आउ जितेबले सांसारिक लोक इंद्र द्वार होती आतजात ए गात जान से गाते पसंदी बेपारी जनक मत आम जो भाग को निम्न मानक जदि आम चर्चा रहा निम्न भाग जब आम मनोवृत्ति धारण कला मनटा से बाटे जावा कौ बाटे ना इंद्र द्वार होती से बाटे जावा बेपारी गोरु किणी आला से बिकिला से किणला से बिकिला आम से बेपार मत रही जदि ऊर्ध द्वार जीवा आसी से ऊर्ध ध्यान कर उदर ध्यान जपसती तत्वज्ञान मनुष्यते शून्य लयन च विलयन जीवन मुक्त सब आम जीवन थाऊ थाऊ मुक्ति बाट जब मार्गकामी हबो ताहले आम उर्ध ध्यान आम तारका आत्मा आम गुरु का आत्मा को से कौन कि माँ कौन नहीं डाक देली बंचीगला से देखी से समय कथा तेणु गीत गाइब जिते बड़े मु गीत कौच भजन से गाइला बेले ये गीत गुड़ाक मर्मार्थता टे बुझी नब है निजे बुझीज तुम पार्टी कहीं गप ये कौच बईटा कौन ओपेरा देखी आस ना कौन शुणब तो शुण भल भाव बुझ तुमरी कथा सब पड़ुची आ दुनिया कथा हाँ चित्त श्वेत श्रोणित श्रोणित मान रक्त वर्ण श्वेत मान धड़ा रज बीज को से श्वेत बिंदु है धड़ा आ रज है लाल पीत वर्ण केमती 7टा धातु अच्छी 7 प्रकार वर्ण हो जाए इंद्रधनु 7टी रंग अच्छी से 7टा प्रकार कलर देखाए है बास नील श्वेत पीत लोहित कुंकुम हारिद्र हरि माने तो हरिद्रा भाया रंग देखा हलदिया पीत वर्ण माने से पूरा तो पीत दिन हलदिया आसे से देखेब आ नील आकाश परी रंग देखा पानी भाया रंग देखा सब 7टा रंग बा 7टा धातुर 7 प्रकार वर्ण देखा जाए कुंकुम रंग धवल 8 मिसे कुंकुम कुंकुमटा लाल समुद्र 7टा पानी अच्छी आम गोटे समुद्र बोली कहीदेलु लुणी पानी कहीदेलु ना ना क्षीर खार दधी मधु रुधिर गुड़ घृत 7 समुद्र 7टा प्रकार पानी अच्छी आमर मझीरे याड़ को ढेउ आसे सियाड़ को गले स्थिर आम देखा कौटी को समुद्र बही जाऊँ कहलु ना गोटे शो अच्छी याड़े दक्षिण उत्तर को बही है आम देखिपारू से जिते बड़े गभीर जल को जल राशि कौ मैंने जो मैंने लंच वाले जहाज वाले से मैंने कहते मुझे पचारि ना आज्ञा आप जरा कहते से भाया प्रकृत से पानी स्थिर थाए आ बही जाए गोटे यहाँ ढेउ आमर ये पाखर आसे केते किलोमीटर दूर आसे नील गौर लोहित श्यामल परकाशी जीव युवती कर्म कामना फले रसी देख जीव हूँ युवती है से कामना रस रसित हुए किमिति ना जीव ही कामना बसीभूत हो संसार संसार संतान संतति जन्म करवा जीव द्वारा यहाँ प्राप्त हो आम घर जीव अच्छी बोले कामना आशा कर मला जीवटा कौन मला पिंडटा कौन कामना आशा कर कि ना कि द्वारा हो पार कि जीव ये जीवती आम जीव कौच कौन तू कौच मुझे गोटे पुरुष गोटे माँ मान स्त्री लोक कौच से गोटे स्त्री ना पुरुष केवल जड़े ब्रह्म है जी सृष्टि की गढ़ी पारे जी जीव को तैयारी करे सब करे से हूँ पुरुष वृंदावन घाटे गोटे उदाहरण देवी
ବୃନ୍ଦାବନ ଘାଟକୁ ଯେତେବେଳେ ଗଲେ ଆମେ ଦେଖିବା ପାଇଁ ବୃନ୍ଦାବନ ଘାଟରେ 2ଟି ଘାଟ ଅଛି। ମୁଁ ତ ଯାଇନାହିଁ, କିନ୍ତୁ ମୋର ଅନୁଭବର ସତ, ଆଉ ମୁଁ ଅନେକ ପଚାରିଲି ତାହା ବି ସେ ଘାଟରେ ଯେଉଁଠି ପୁରୁଷ ଗୋଟେ ଘାଟରେ ଗାଧେଇବେ, ଆଉ ଗୋଟେ ଘାଟରେ ସ୍ତ୍ରୀ ଲୋକମାନେ ଗାଧେଇବେ ମା'ମାନେ। ସେଦିନ କ'ଣ ଘଟଣା ଘଟିଛି ଯେ ଗୋଟେ ମା ଗୋଟେ ପୁରୁଷ ଘାଟ ଯାଇକି ଗାଧେଇ ଦେଇଛି। ପୁରୁଷ ଲୋକମାନେ କହିଲେ ହଇରେ ଏତେ ତ ଜଣା ନାହିଁ କି, ଏଠି ତ 2ଟା ଘାଟ, ପୁରୁଷ ଲୋକ ପୁରୁଷ ଘାଟରେ ଗାଧେଇବେ, ଆଉ ସ୍ତ୍ରୀ ଲୋକମାନେ ସ୍ତ୍ରୀ ଲୋକ ଘାଟରେ ଗାଧେଇବେ। ତୁ କ'ଣ ଆମ ଘାଟରେ ରେ ତୁ କି ପୁରୁଷ ରେ? ଇଏ ବୃନ୍ଦାବନଧୀଶ କୃଷ୍ଣଚନ୍ଦ୍ର ହେଉଛନ୍ତି ପୁରୁଷ ଏକା, ମୁଁ ଜାଣେ। ତେଣୁ ସବୁ ତ ନାରୀ, ମୁଁ ସେଇ ଭାବନା ପାଇଲି, ସେଥିପାଇଁ ମୁଁ ଏଠି ଗାଧୋଉଛି। ତୁ କି ପୁରୁଷ, ତୁ କି କ'ଣ ଅଛି? ତୁ କ'ଣ ସୃଷ୍ଟି ଗଢ଼ିଛୁ? ତୁ କ'ଣ ମୋତେ ଗଢ଼ିଛୁ? ନା ଏ ବିଶ୍ୱ ବ୍ରହ୍ମାଣ୍ଡକୁ ଗଢ଼ିଛୁ? ନା 33 କୋଟି ଦେବତା ଗଢ଼ିଛୁ? ଏକାଥରେ ଚୁପ୍। ବୁଝିପାରିଲ? ଖାଲି ରୂପରେ ଆମକୁ ଗୋଟେ ମୂର୍ତ୍ତି ଗଢ଼ା ହେଇଛି ହେଲା। ତେଣୁ ଆମ ପାଖରେ ଗୋଟେ ଶକ୍ତି ହେଲେ, ଗୋଟେ ସ୍ତ୍ରୀ ଲୋକ ପାଖରେ ଗୋଟେ ଶକ୍ତି ଅଛି। ଏତିକି ଫରକ, ନହେଲେ ଆତ୍ମା ଗୋଟିଏ ହେଲା।